ଦୟାମୟୀ କରୁଣା କିଞ୍ଚିତେ ଢାଳି ଦିଅ ମାତ କୃପା କର କୃପାମୟୀ କର୍ଣ୍ଣରେ କୁଣ୍ଡଳ ଗଳେ ରତ୍ନମାଳ ହସ୍ତରେ ବୀଣା ପୁସ୍ତକ ହେଲେ ତୋର ଦୟା ଆହେ ମୟା ବା ମହାମାୟା ଦୂର ହୁଏ ଦୁଃଖ ଶୋକ ଶ୍ବେତ ଶ୍ବେତ ପଦ୍ମାସନେ ମୋରାଳ ବାହାନେ ବିଜେ ମାଗো শ্বেতাম্বরী তুহি মা শারদা তুহি মা বরদা তুহি মা বিদ্যাধারী তোহরি আশিস বଳରେ মাগো ହୁଏ ଅସାଧ୍ୟ ସାଧନ ଅକିଞ୍ଚନ ତୋର ପାଦରେ ପଡୁଛି ପାଦ ତଳେ ଦେବୁ ସ୍ଥାନ କେତେ କେତେ ମୂର୍ଖ ହୋଇଛନ୍ତି ଜ୍ଞାନୀ ମା ତୋର କୃପା ବଳେ ଲେଖି ଗଲେ କେତେ ସାହିତ୍ୟର ଗ୍ରନ୍ଥ ତବ ଆଶୀର୍ବାଦ ହେଳେ କାଳିଦାସ ଆଉ ଅନନ୍ତ ସାରଳା ପାଇ ତୋର ଆଶୀର୍ବାଦ ଜ୍ଞାନୀ ଗୁଣୀ ମଧ୍ୟେ ହୋଇଲେ ଗଣନା ଧନ୍ୟ ତାଙ୍କ କବି ପଦ ମୁହୀନ ଧମ ଏ ଦାସର ବିତ୍ର ଏତିକି କରେ ମିନତି ଦିଅ ବିଦ୍ୟା ବୁଦ୍ଧି କର ଜ୍ଞାନ ସିଦ୍ଧି ପ୍ରଣମେ ମା ସରସ୍ୱତୀ ଦିଅ ବିଦ୍ୟା ବୁଦ୍ଧି କର ଜ୍ଞାନ ସିଦ୍ଧି ପ୍ରଣମେ ମା ସରସ୍ୱତୀ ଜୟ ମା ସରସ୍ୱତୀ ମା ଆମକୁ କୃପା କର ଆଜିର କାର୍ଯ୍ୟକ୍ରମ ସଫଳତା ଲାଭ କରୁ ଏହା ହିଁ ମୋର ପ୍ରାର୍ଥନା ଧନ୍ୟବାଦ ଧନ୍ୟବାଦ ସାର୍ ବହୁତ ସୁନ୍ଦର ଭାବରେ ଆଜିର ସ୍ୱାଗତ ସଙ୍ଗୀତରେ ମା ବୀଣାପାଣିଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏଇ ଭକ୍ତି ନୈବେଦ୍ୟଟା ଆଜିର ଶୁଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବହୁତ ବହୁତ ଧନ୍ୟବାଦ ସାର୍ ଏବେ ସମୟ ହେଉଛି ବିବେକ ବାଣୀର ମୁଁ ଅନୁରୋଧ କରିବି ଆମ ନିକଟରେ ଅଛନ୍ତି ସୁଶ୍ରୀ ପ୍ରଜ୍ଞା ରାଉତ ଭଉଣୀ ମୁଁ ତାଙ୍କୁ ଅନୁରୋଧ କରିବି ସେ ଆଜିର ବିବେକ ବାଣୀ ପାଠ କରିବେ ସମସ୍ତଙ୍କୁ ମୋର ପ୍ରଣାମ ଆଜିର ବିବେକ ବାଣୀ ଜୀବନଟା ବହୁତ ସୁନ୍ଦର ଏହାକୁ ଅଧିକ ସୁନ୍ଦର କରିବାକୁ ଚେଷ୍ଟା କରନ୍ତୁ ବ୍ୟବହାର ଏମିତି କରନ୍ତୁ ଯେପରି ଅନ୍ୟକୁ କଷ୍ଟ ନ ହୁଏ ହୃଦୟକୁ ଏମିତି ରଖନ୍ତୁ ଯେପରିକି ଅନ୍ୟକୁ ଦୁଃଖ ନ ଲାଗେ ଆଉ ସମ୍ପର୍କ ଏମିତି ରଖନ୍ତୁ ଯାହାର କେବେ ଅନ୍ତ ନ ହେବ ଧନ୍ୟବାଦ ଧନ୍ୟବାଦ ଭଉଣୀ ସେଇ ସ୍ୱାମୀ ବିବେକାନନ୍ଦ ଯାହାଙ୍କର ବିଚାରଧାରାକୁ ଆମେ ନେଇ ଏଇ ଲୋକ ସଂସଦ ମାଧ୍ୟମରେ ସାରା ଓଡ଼ିଶାରେ ସମସ୍ତେ ଆମେ କାର୍ଯ୍ୟ କରୁଛେ ମିଳିତ ଭାବରେ ତେବେ ଆଜିର ଏକ ସୁନ୍ଦର ସନ୍ଧ୍ୟାରେ ଆମେ ଆୟୋଜିତ ଏଇ ପାଠଚକ୍ରରେ ଗୋଟେ ସୁନ୍ଦର ବିଷୟବସ୍ତୁ ନେଇକି ଆମେ ସମସ୍ତେ ଏକତ୍ରିତ ହୋଇଛେ ଆଭାସୀ ମଞ୍ଚରେ ଆଜିର ଯିଏ ସଭାପତିତ୍ୱ କରୁଛନ୍ତି ଏଇ କାର୍ଯ୍ୟକ୍ରମକୁ ଆମେ ସମସ୍ତେ ବେଶ ଭଲ ଭାବେ ତାଙ୍କର ପରିଚୟ ଆମେ ଜାଣିଛେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ମହୋଦୟ ଯିଏ ଫକୀରମୋହନ ପଠନଶାଳା ଉମରକୋଟର ସମ୍ପାଦକ ଭାବେ ଦୀର୍ଘ 2008 ମସିହାରୁ କାର୍ଯ୍ୟ କରି ଆସୁଛନ୍ତି ଏବଂ ଜଣେ ଗାଳ୍ପିକ ସାହିତ୍ୟିକ ଶିକ୍ଷାବିତ ଏବଂ ପରିବେଶ ପାଇଁ କାର୍ଯ୍ୟ କରି ଯେ ସମଗ୍ର ନବରଙ୍ଗପୁର ଜିଲ୍ଲା କାହିଁକି ଓଡ଼ିଶାରେ ମଧ୍ୟ ସବୁ ସମୟରେ ସେ କାର୍ଯ୍ୟ କରି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏହି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୋଉ ଦକ୍ଷିଣ ସମ୍ଭାଗ ରହିଛି ତାର ସେ ବର୍ତ୍ତମାନ ସଂଯୋଜକ ଦାୟିତ୍ୱ ଗୁରୁ ଦାୟିତ୍ୱ ବହନ କରୁଛନ୍ତି ବିଚାରଧାରା ବିଭାଗର ଏବଂ ସବୁବେଳେ ସାହିତ୍ୟ ହଉ ସମାଜ ସେବା ହଉ ଏବଂ ପରିବେଶ କାର୍ଯ୍ୟ ହଉ ସବୁବେଳେ ସେ ପ୍ରତ୍ୟେକ ସାମାଜିକ କାର୍ଯ୍ୟରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଥାନ୍ତି ଏବଂ ତାଙ୍କର ଲେଖା ମାଧ୍ୟମରେ ମଧ୍ୟ ସେ ସମାଜକୁ ସବୁବେଳେ ଭିନ୍ନ ବାର୍ତ୍ତା ଦେଇ ଗୋଟେ ସକାରାତ୍ମକ ऊर्जा सृष्टि करने प्रयास करती तेणु आज आम सौभाग्य आज सभापति रूपे आम पाइचे मु सार को अनुरोध करी सार
ଆଜିର ଯିଏ ବକ୍ତା ଅଛନ୍ତି ତାଙ୍କର ପରିଚୟ ପ୍ରଦାନ କରିବା ସହିତ ଆଜିର ଯେଉଁ ଆଲୋଚନା ରହିଛି ସେ ଆଲୋଚନା ଚକ୍ରକୁ ଆଗେଇ ନେବେ। ଧନ୍ୟବାଦ ସାର୍। ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ନବରଙ୍ଗପୁର ଜିଲ୍ଲା ବିଚାରଧାରା ଶାଖା ତରଫରୁ ଆଜି 40ତମ ଇ ପାଠଚକ୍ରରେ ସଂଯୋଜକ ମୁଖ୍ୟ ବକ୍ତା ମହୋଦୟ ଏବଂ ନବରଙ୍ଗପୁର ତଥା ନବରଙ୍ଗପୁର ବାହାରୁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଏହି କାର୍ଯ୍ୟକ୍ରମରେ ଯେଉଁମାନେ ଯୋଗ ଦେଇଛନ୍ତି ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଜିଲ୍ଲା ଏବଂ ରାଜ୍ୟ କର୍ମକର୍ତ୍ତା ବୃନ୍ଦ, ଯେଉଁ ଅନାଦି କାଳରୁ ଏ ସୃଷ୍ଟିରେ ପ୍ରକୃତି ଏବଂ ପୁରୁଷର ଖେଳ ଚାଲି ଆସିଅଛି, ସେଇ ମଧ୍ୟରେ ନାରୀ ଈଶ୍ୱରଙ୍କର ଅନନ୍ୟ ସୃଷ୍ଟି। ସେ ଜାୟା ରୂପରେ ହଉ, ଜନନୀ ରୂପରେ କି ଭଗିନୀ ରୂପରେ ହଉ, ସୃଷ୍ଟିକର୍ତ୍ତାଙ୍କର ନଜରରେ ନାରୀ ହେଉଛି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ଆବଶ୍ୟକରେ ମଧ୍ୟ ସଂହାରକର୍ତ୍ରୀ ସାଜିଥାଏ। ଆମ ଓଡ଼ିଆର ସଂସ୍କୃତି ପରମ୍ପରାରେ କେଉଁ ଆବାହମାନ କାଳରୁ ସୃଷ୍ଟିର ଆରମ୍ଭରୁ ନାରୀର ଦେହ, ମନ ଓ ଆତ୍ମାକୁ ଉପଯୁକ୍ତ ରୂପରେ ସଜେଇବାର ବର୍ଣ୍ଣନା ଅସଂଖ୍ୟ ଆମର ଚର୍ଯା ଗୀତିକା ମାଧ୍ୟମରେ ହଉ ବା ଲିଖିତ ଆକାରରେ ହଉ ସ୍ଥାନିତ ହୋଇଛି ଆମର ଓଡ଼ିଆ ସାହିତ୍ୟରେ। ଏହି ସମ୍ପର୍କରେ ଆଜି ଆଲୋଚନା କରିବା ପାଇଁ ବିଷୟବସ୍ତୁ ଓଡ଼ିଆଣୀର ରୂପଚର୍ଯ୍ୟା ଡକ୍ଟର ଶେଷାନନ୍ଦ ମିଶ୍ର ସାର୍, ଯିଏକି ଆମ ଅଞ୍ଚଳ କାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସାରା ଓଡ଼ିଶାରେ ଜଣେ ବାଗ୍ମୀ, ଲେଖକ, ବେଦ ପାଠ ଠାରୁ ଆରମ୍ଭ କରି ପୂଜା ପାଠ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସେ ଦକ୍ଷ। ଏଇ ନିକଟରେ ସେ ପ୍ରାଧ୍ୟାପକରୁ ପ୍ରମୋଶନ ପାଇ କୋଟପାଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ତେଣୁ ଏକାଧାରରେ ସେ ଜଣେ ବାଗ୍ମୀ, ପ୍ରଶାସକ ଏବଂ ଜଣେ ଆମର ସଂସ୍କୃତି ପରମ୍ପରାର ଗବେଷକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଡକ୍ଟର ଶେଷାନନ୍ଦ ମିଶ୍ର ସାର୍, ଯିଏକି ଆମ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ, ଆଜିର এই ଆଲୋଚନା ଚକ୍ର ଓଡ଼ିଆଣୀର ରୂପଚର୍ଯ୍ୟା, ଏହି ସମ୍ପର୍କରେ ସାର୍ଙ୍କୁ ମୁଁ ଆମନ୍ତ୍ରଣ କରିବି। ସେ ଆଜିର ଆମର ଓଡ଼ିଆର ସଂସ୍କୃତି ପରମ୍ପରାକୁ ବେଶ କରି ଏଇ ଟପିକ ଉପରେ ଆଲୋଚନା ଆଗକୁ ଆଗେଇ ନେବେ। ମୁଁ ସାର୍ଙ୍କୁ ସ୍ୱାଗତ ଜଣାଉଛି ଆଲୋଚନା ଆରମ୍ଭ କରିବା ପାଇଁ। ଧନ୍ୟବାଦ। म्यूट ଅଛନ୍ତି ବୋଧେ। हाँ नमस्कार, समस्त को प्रणाम। मु डॉक्टर शेषानंद मिश्र आज एक अपूर्व संजोग कहले अत्युक्ति हम नहीं, अप्रत्याशित भाव राउत सार सहित प्रदीप भाई सहित मोर जोगाजोग होता एवं से आज कार्यक्रम में अंशग्रहण करने मत अनुरोध करते दीर्घ दिन धरी ये संस्था सहित मुझे जड़ित हो रही। तो निश्चित भाव में आज कार्यक्रम मो एक सौभाग्यर विषय। आज ये आभास कार्यक्रम में उपस्थित सभापति महोदय, उपस्थित संयोजक महोदय एवं सुधी विचारक साहित्यिक मंडली समस्त को मो तरफ विशेष शुभ अभिनंदन। तेबे आज आलोचनार विषय होची ओडियाणीर रूपचर्या। वास्तविक आज जो टॉपिक टी आपण मान सम्मुखरे उपस्थापन करने को जाउछि। आपण माने जानती जे ओडिया नारी चिरवंदनीय। समग्र साहित्य रे नारी मानकर अस्तित्व बा नारी मानकर रूप सौंदर्य भाव रे विस्तृत भाव रे व्याख्या करा जाइछि। आपण देखंतु जे कोनसी साहित्य, जे कोनसी समयर साहित्य, जेमती चर्या गीतिका ठारू आरंभ करी सांप्रतिक साहित्य पर्यंत प्रत्येक साहित्य रे नारी विषय रे विशेष वर्णना करा जाइछि एवं कवि बा लेखक माने नारीर सौंदर्य वर्णना भितरे स्थिर ही रही जाइछन्ति। किंतु वास्तविक आजिर विचार्य होछि गोटे नारी तार रूपचर्या किभଳି करिपारे। सांप्रतिक समयर नारी एवं प्राचीन जुगर नारी एमानक भितरे
ସେମାନଙ୍କର ଅନେକ ଗୁଡେ ବିଚାରଗତ ତାରତମ୍ୟ ରହିଛି, ରୂପଗତ ତାରତମ୍ୟ ରହିଛି ଏବଂ ବିଶେଷ କରି ଓଡ଼ିଆଣୀର ଦିନଚର୍ଯ୍ୟା ଭିତରେ ତାର ମୁଖ୍ୟ କାର୍ଯ୍ୟ ହେଉଛି ରୂପଚର୍ଯ୍ୟା। ଓଡ଼ିଆ ନାରୀର ଜୀବନ ମୁଖ୍ୟତଃ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ, ଅନ୍ୟର ସୁଖ ସୁବିଧା ଦେଖିବା, ଅସନ୍ତୁଷ୍ଟି ବିଧାନ କରିବା ହେଉଛି ତାର ପ୍ରଧାନ କର୍ତ୍ତବ୍ୟ। କିନ୍ତୁ ଅନ୍ୟକୁ ସନ୍ତୁଷ୍ଟ କରିବା ସଙ୍ଗେ ସଙ୍ଗେ ସେ ନିଜର ଅଙ୍ଗ ପ୍ରସାଧନ ଦ୍ୱାରା ଆତ୍ମସନ୍ତୋଷ ଲାଭ କରିଥାଏ। ନିଜକୁ ଅନ୍ୟମାନଙ୍କ ଠାରୁ ଆକର୍ଷଣୀୟ କରିବା ମନୁଷ୍ୟର ସହଜାତ ପ୍ରବୃତ୍ତି। କିନ୍ତୁ ସହଜାତ ପ୍ରବୃତ୍ତି ହେଲେ ମଧ୍ୟ ନାରୀଠାରେ ଏହା ବିଶେଷ ପରିମାଣରେ ପରିଲକ୍ଷିତ ହୋଇଥାଏ। ବିଭିନ୍ନ କିସମର ବସ୍ତ୍ର ଓ ଅଳଙ୍କାର ଦ୍ୱାରା ଓଡ଼ିଆଣୀ ନିଜକୁ ସୁସଜ୍ଜିତ କରିବା ପାଇଁ ଚେଷ୍ଟା କରିଛି। ତେଣୁ ଏହି ପ୍ରବୃତ୍ତିକୁ ଯଦି ଆମେ ଅନୁଧ୍ୟାନ କରିବା, ଓଡ଼ିଆ ସାହିତ୍ୟର ଅନେକ ଲୋକଗଳ୍ପ, ଓଡ଼ିଆ ସାହିତ୍ୟର ଅନେକ ଲୋକଗୀତ, ଲୋକ କାହାଣୀରେ ସ୍ପଷ୍ଟ ଭାବରେ ଆମେ ଏହାର ଆଭାସ ପାଇପାରିବା। ଆପଣମାନେ ଦେଖନ୍ତୁ, ମନୁଷ୍ୟର ତିନୋଟି ମୁଖ୍ୟ ଆବଶ୍ୟକତା ମଧ୍ୟରେ ବସ୍ତ୍ର ତାର ସ୍ଥାନ ସବୁଠାରୁ ଊର୍ଦ୍ଧ୍ୱରେ। ଲଜ୍ଜା ନିବାରଣ ତଥା ଶୀତ କାକର ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବସ୍ତ୍ର ବ୍ୟବହାର କରାଯାଇଥାଏ। ଆଦିମ ମଣିଷ ଶୀତ କାକରରୁ ରକ୍ଷା ପାଇବା ନିମିତ୍ତ ଗଛର ବକଳ, ବିଭିନ୍ନ ପଶୁପକ୍ଷୀର ଚମଡ଼ା ବ୍ୟବହାର କରୁଥିବା ଜଣାଯାଏ। କିନ୍ତୁ ଏହି ଗଛର ବକଳ ଓ ପଶୁର ଚମଡ଼ାକୁ କ୍ରମଶଃ ପରିତ୍ୟାଗ କରି ମନୁଷ୍ୟମାନେ ବିଭିନ୍ନ ବୃକ୍ଷର ତୁଳାରୁ ମଧ୍ୟ ବସ୍ତ୍ର ଉତ୍ପାଦନ କରି ପରିଧାନ କରିଥିବାର ଆମେ ବିଭିନ୍ନ ପ୍ରକାର ଲୋକଗଳ୍ପ, ବିଭିନ୍ନ ପ୍ରକାର ଲୋକ ସାହିତ୍ୟରେ ମଧ୍ୟ ଆମେ ପ୍ରାମାଣିକ ସ୍ୱରୂପ ଦେଖିବାକୁ ପାଉ। ତେଣୁ ନାରୀ ଓ ପୁରୁଷ ଉଭୟ ବସ୍ତ୍ର ପରିଧାନ କରୁଥିଲେ ସୁଦ୍ଧା ନାରୀ ବିଭିନ୍ନ ପ୍ରକାର ବସ୍ତ୍ର ପିନ୍ଧିବାରେ ଆଗ୍ରହୀ। ଆପଣମାନେ ଲକ୍ଷ୍ୟ କରିଥିବେ ଯେ ପୁରୁଷମାନଙ୍କର ବେଶ ପ୍ରତି ଯେଭଳି ରୁଚି ରହିଥାଏ, ନାରୀମାନଙ୍କର ତା ଅପେକ୍ଷା ବିଶେଷ ଆଗ୍ରହ ରହିଥାଏ। ତେଣୁ ସେମାନେ ପିନ୍ଧିବାରେ ଆଗ୍ରହୀ। ତେଣୁ ଏହି ବସ୍ତ୍ର ପୁରୁଷର ପରିଧାନ ବସ୍ତ୍ର ଠାରୁ ସମ୍ପୂର୍ଣ୍ଣ ଭାବରେ ପୃଥକ ବସ୍ତ୍ର। ମୁଖ୍ୟତଃ ଏସବୁକୁ ସୂତାରେ ବୁଣା ଯାଇଥାଏ। ଆମେ ବର୍ତ୍ତମାନ ଯେଉଁ ଆଲୋଚନା କରିବାକୁ ଯାଉଛେ, ଏଇଟା ହେଉଛି ପ୍ରାଚୀନ ଯୁଗରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଓଡ଼ିଆଣୀମାନଙ୍କ ରୂପଚର୍ଯ୍ୟା। ଉଣା ଅଧିକେ ଆମେ ସମସ୍ତେ ସାମ୍ପ୍ରତିକ ନାରୀ ରୂପଚର୍ଯ୍ୟା ସମ୍ପର୍କରେ ଅବଗତ ଅଛେ, କିନ୍ତୁ ପ୍ରାଚୀନ ଓଡ଼ିଆର ରୂପଚର୍ଯ୍ୟା ଆଜିର ପ୍ରାଥମିକ ଆଲୋଚନାର ବିଷୟ। ଆପଣମାନେ ଜାଣନ୍ତି, ରାଜ ପରିବାର ତଥା ସାଧବ ପରିବାରର ନାରୀମାନେ ଅଳଙ୍କାର ସଂଲଗ୍ନ ବସ୍ତ୍ର ବ୍ୟବହାର କରୁଥିବାର ଲକ୍ଷ୍ୟ କରାଯାଇଥାଏ। ସାଧାରଣତଃ ନାରୀମାନେ ଗୋଟେ ଲମ୍ବା ଲୁଗା ପରିଧାନ କରିଥାନ୍ତି। କେହି ଓଢ଼ଣା ନିମିତ୍ତ ଅନ୍ୟ ଏକ ଝିନ ବସ୍ତ୍ର ବ୍ୟବହାର କରୁଥିବାର ମଧ୍ୟ ଦେଖାଯାଇଥାଏ। ଗୋଟିଏ ଶାଢ଼ୀର ଗୋଟେ ପାର୍ଶ୍ୱକୁ ଓଢ଼ଣା ରୂପେ ବ୍ୟବହାର କରାଯାଇଥାଏ, କିନ୍ତୁ ସମ୍ଭ୍ରାନ୍ତ ଘର ମହିଳାମାନେ ଏକ ଝିନ ବସ୍ତ୍ରକୁ ସେମାନେ ଓଢ଼ଣା ରୂପେ ବ୍ୟବହାର କରୁଥିବାର ମଧ୍ୟ ଦେଖାଯାଉଥିଲା। ତେଣୁ ଆମେ ବର୍ତ୍ତମାନ ଆଲୋଚନା କରିବା ଯେ ନାରୀମାନଙ୍କର ଅଙ୍ଗ ପ୍ରସାଧନ ନିମିତ୍ତ ବିଭିନ୍ନ ବସ୍ତ୍ର, ବିଭିନ୍ନ ଅଳଙ୍କାର ଏବଂ ବିଶେଷ କରି ସେମାନଙ୍କର କେଶ ପ୍ରସାଧନ ବିଷୟରେ ଆମେ ଆଲୋଚନା କରିବା। ଆଞ୍ଚଳିକ ଭେଦରେ ଓଡ଼ିଆଣୀର ବ୍ୟବହୃତ ବସ୍ତ୍ର ଭିନ୍ନ ଭିନ୍ନ ହୋଇଥାଏ। ଓଡ଼ିଶାର ସବୁ ଅଞ୍ଚଳରେ ବିଭିନ୍ନ ପ୍ରକାର ବସ୍ତ୍ର ବ୍ୟବହାର ଦେଖିବାକୁ ମିଳେ। ଯେମିତି ଗରିବ ପରିବାରର ନାରୀମାନେ କମ୍ ଦାମର ବସ୍ତ୍ର ପରିଧାନ କରୁଥିବା ବେଳେ ସମ୍ଭ୍ରାନ୍ତ ପରିବାରର ନାରୀମାନେ ଅଳଙ୍କାର ଖଚିତ ନାନା ରଙ୍ଗର ଦାମିକା ବସ୍ତ୍ର ସବୁ ପରିଧାନ କରୁଥିବାର ଜଣାଯାଏ। କିନ୍ତୁ ସାଧାରଣତଃ ନାରୀମାନେ ପୂଜା ପାର୍ବଣ ପ୍ରଭୃତି ଦିନମାନଙ୍କରେ ଶୁକ୍ଳ ବସ୍ତ୍ର ପରିଧାନ କରୁଥିବା ଲକ୍ଷ୍ୟ କରାଯାଇଥାଏ। ଆପଣମାନେ ଦେଖିଥିବେ ଯେ ଆମର ଯେଉଁ ଲକ୍ଷ୍ମୀ ପୁରାଣ ରହିଛି, ସେ ଲକ୍ଷ୍ମୀ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି ସେଦିନ ଶୁକ୍ଳ ବସ୍ତ୍ର ପରିଧାନ କରିବା ପାଇଁ। ଏତଦ୍ ବ୍ୟତୀତ ସାଧାରଣ ପରିବାରର ନାରୀମାନେ ଖଦି, ଲୁଗା, ଶାଢ଼ୀ, ପାଛୁଡ଼ା ଇତ୍ୟାଦି ବ୍ୟବହାର କରୁଥିବାର ମଧ୍ୟ ଦୃଷ୍ଟିଗୋଚର ହେଇଥାଏ। ତେଣୁ ସାଧାରଣ ପରିବାର ନାରୀମାନେ ତାଙ୍କ ବ୍ୟବହୃତ ବସ୍ତ୍ର ଠାରୁ ଉଚ୍ଚ ବଂଶଜ ତଥା ଧନଶାଳୀ ପରିବାର ନାରୀମାନଙ୍କର ବସ୍ତ୍ର ଉନ୍ନତ ଧରଣ। ସେଗୁଡ଼ିକ ମଧ୍ୟରେ କଣ ସବୁ ବସ୍ତ୍ର ବ୍ୟବହାର କରାଯାଉଥିଲା? ରଙ୍ଗ ଛିଟ ଶାଢ଼ୀ,
କଳା ବୋଇତ, ପାଟ ପୀତାମ୍ବରୀ, କଳା ମେଘି ପାଟ, ମେଘ ଡମ୍ବୁରୁ ଶାଢ଼ୀ, ମାଠ, ପାଟ ଖଦି, ପାଟ ପତନି, ଝିନ ବେଶ, ଡାଳିମ୍ବ ନେତ, ବସନ୍ତ ପତନି, এইଭଳି ସୂକ୍ଷ୍ମ ପଟବସ୍ତ୍ର ଗୁଡ଼ିକ ମଧ୍ୟ ସେମାନେ ପରିଧାନ କରୁଥିବାର ଆମେ ସାହିତ୍ୟରୁ ଦେଖିବାକୁ ପାଇବା। ତେଣୁ ଓଡ଼ିଆ ଘରର ନାରୀମାନେ ପାଟ ପରିଧାନ କଲା ବେଳେ ଓଢ଼ଣା ମଧ୍ୟ ବ୍ୟବହାର କରିଥାନ୍ତି। ଏହା ପିନ୍ଧା ପାଟର ଅର୍ଦ୍ଧେକ ଏବଂ ଓଢ଼ଣାଟି ବିଶେଷ କରି ବିଭିନ୍ନ ରଙ୍ଗରେ ରଞ୍ଜିତ ହୋଇଥିବାର ମଧ୍ୟ ଦେଖିବାକୁ ମିଳେ। ସାଧାରଣତଃ ଓଡ଼ିଶାରେ କଳା, ହଳଦିଆ, ଲାଲ ରଙ୍ଗ ମିଶ୍ରିତ ପାଟର ବ୍ୟବହାର ବେଶୀ। ଏହା ଛଡ଼ା ଘୋଡ଼େଇ ହୋଇ ଶୋଇବା ସମୟରେ ମଧ୍ୟ ଆମେ ଦେଖିବା ଓଡ଼ିଆ ନାରୀମାନେ ମାଠ, ହେଂସ, କତରା ଏସବୁ ବ୍ୟବହାର କରୁଥିଲେ। ଆପଣମାନେ ଯଦି ଫକୀରମୋହନଙ୍କ ସାହିତ୍ୟ ପଢ଼ିବେ, ଫକୀରମୋହନଙ୍କ ସାହିତ୍ୟରେ ଉଣାଧିକେ ନାରୀମାନଙ୍କ ଦ୍ୱାରା ବ୍ୟବହୃତ ବସ୍ତ୍ର ଏବଂ ନାରୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ମାଠ, ହେଂସ, କତରାର ମଧ୍ୟ ନାମ ଉଲ୍ଲେଖ ରହିଛି। ତେଣୁ ଅନ୍ୟାନ୍ୟ ବସ୍ତ୍ର ତୁଳନାରେ ଏସବୁ ଟିକେ ଟିକେ ମୋଟା ଧରଣର ଅଟେ। ରାଜ ପରିବାର ନାରୀମାନେ ଘୋଡ଼ାଇ ହେବା ପାଇଁ ପାଟ ଚାଦର ବ୍ୟବହାର କରୁଥିଲେ। ନାରୀମାନେ ବ୍ୟବହୃତ ନାନା ପ୍ରକାର ମୂଲ୍ୟବାନ ବସ୍ତ୍ରାଦିରୁ ଉତ୍କଳୀୟ ନାରୀମାନଙ୍କର ରୁଚି ଓ ଚୟନକାରୀ ମାନଙ୍କର ମାନେ କଳାକୁଶଳତା ସମ୍ବନ୍ଧରେ ମଧ୍ୟ ଅନେକ କଥା ଆମେ ଜାଣିବାକୁ ପାଇପାରିବା। ବିଭିନ୍ନ ପ୍ରକାର ଆକର୍ଷଣୀୟ ବସ୍ତ୍ର ପରିଧାନ କରିବାରେ ନାରୀ ଯେପରି ଆଗ୍ରହୀ, ସେହିପରି ଶରୀରର ବିଭିନ୍ନ ଅଙ୍ଗରେ ଅଳଙ୍କାର ମଣ୍ଡନ କରି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ହେଉଛି ତାର ସହଜାତ ପ୍ରବୃତ୍ତି। ତେଣୁ ଆମେ ଦେଖିବା ଓଡ଼ିଆଣୀରେ ବ୍ୟବହୃତ ହେଉଥିବା କେତେ ଗୁଡ଼ିଏ ଅଳଙ୍କାର ମଧ୍ୟ ଆମେ ଆଲୋଚନା କରିବା। ଆପଣମାନେ ଦେଖନ୍ତୁ, ଅଳଙ୍କରୋତି ଯୋ ଅଳଙ୍କାର, ଯାହାକି ଶରୀରର ଶୋଭା ବର୍ଦ୍ଧନ କରେ। ତେଣୁ ପ୍ରାଚୀନ ସାହିତ୍ୟରେ ନାରୀର ରୂପ ବର୍ଣ୍ଣନା କରିବା ପ୍ରସଙ୍ଗରେ କବିମାନେ ଉଲ୍ଲେଖ କରିଛନ୍ତି ଯେ ନାରୀମାନେ ସେମାନଙ୍କର ଅଙ୍ଗ ସୌଷ୍ଠବକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ବ୍ୟବହାର କରୁଥିଲେ। ଭଞ୍ଜ ସାହିତ୍ୟରେ ନାରୀମାନଙ୍କର ବିଭିନ୍ନ ଅଳଙ୍କାର ରହିଛି। ଆପଣ ଦେଖୁଥିବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିମ ଅଧିବାସୀ ମାନେ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ଅଳଙ୍କାର ପରିଧାନ କରୁଛନ୍ତି। ଏଥିରୁ ଏକଥା ସ୍ପଷ୍ଟ ଯେ ନାରୀମାନେ ଅଳଙ୍କାର ପ୍ରିୟ। ସେ ତାର ଶରୀରର ବିଭିନ୍ନ ଅଙ୍ଗରେ ବିଭିନ୍ନ ଅଳଙ୍କାର ମଣ୍ଡନ କରି ନିଜକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାଏ ଏବଂ ଏହି ଅଳଙ୍କାର ପ୍ରସାଧନ ନାରୀର ରୂପଶ୍ରୀକୁ ପରିବର୍ଦ୍ଧିତ କରିଥାଏ। ମହାତ୍ମା ପାଣିନିଙ୍କର ଗ୍ରନ୍ଥରେ ମନୁଷ୍ୟ ଶରୀରର 3 ଗୋଟି ଅଙ୍ଗରେ ମଣ୍ଡିତ ଅଳଙ୍କାର ନାମ ଉଲ୍ଲେଖ ଦେଖିବାକୁ ମିଳେ। କଣ କଣ? ସେଗୁଡ଼ିକ ଅଙ୍ଗୁରୀୟ ମାନେ ମୁଦ୍ରିକା, କର୍ଣ୍ଣିକା ମାନେ କର୍ଣ୍ଣକୁଣ୍ଡଳ ଏବଂ ଲଲାଟିକା ମାନେ ମଥା ଅଳଙ୍କାର। କର୍ଣ୍ଣିକା ମାନେ କର୍ଣ୍ଣକୁଣ୍ଡଳ, ଲଲାଟିକା ମାନେ ମଥା ଅଳଙ୍କାର ଏବଂ ଗ୍ରୀବାୟକ ମାନେ କଣ୍ଠହାର, ଏସବୁ ଉଲ୍ଲେଖନୀୟ ପାଣିନିଙ୍କ ସାହିତ୍ୟରେ। ଏବଂ ପତଞ୍ଜଳିଙ୍କର ଗ୍ରନ୍ଥରେ ମଧ୍ୟ 4 ପ୍ରକାର ଅଳଙ୍କାରର ସୂଚନା ମିଳେ। ସେଗୁଡ଼ିକ ଯଥାକ୍ରମେ ରୁଚକ, କଟକ, ସଟିକ ଓ କୁଣ୍ଡଳ। ରୁଚକ, ଦ୍ୱିତୀୟ ହେଉଛି କଟକ, ତୃତୀୟ ହେଉଛି ସଟିକ ଏବଂ ଆଉ ଗୋଟେ ହେଉଛି କୁଣ୍ଡଳ। ରୁଚକ ହେଉଛି ସୁନା ନିର୍ମିତ ଅଳଙ୍କାର ଏବଂ ଏହା କଣ୍ଠହାର ରୂପେ ବ୍ୟବହାର କରାଯାଉଛି, ଆମେ ଯାହାକୁ ନେକଲେସ୍ ବୋଲି କହୁଛେ। ଏବଂ କଟକ ଅଳଙ୍କାର ଯାହାକି ହାତରେ ପିନ୍ଧାଯାଏ, ତାକୁ କେମିତି ନା ଚୁଡ଼ି ଆଉ କଙ୍କଣ ରୂପରେ, ତାକୁ ଆମେ କଟକ। ସେମିତି ସଟିକ କଣ? ସଟିକ କୁଣ୍ଡଳ ଏଇଟା କର୍ଣ୍ଣା ଅଳଙ୍କାର, କାନରେ ପିନ୍ଧୁଥିବା ଅଳଙ୍କାର। ଏସବୁ ଅଳଙ୍କାର ସତ୍ତ୍ୱେ ନାରୀମାନଙ୍କର ବ୍ୟବହୃତ ଅଳଙ୍କାର ଗୁଡ଼ିକ ଅବୟବରେ କ୍ରମେ 8 ଭାଗରେ ମଧ୍ୟ ବିଭକ୍ତ କରାଯାଇପାରେ। ମାନେ ଅବୟବରେ କଣ ସବୁ ଅଳଙ୍କାର ସେମାନେ ବ୍ୟବହାର କରୁଥିଲେ। ଆଜି ନାରୀ ଏହିସବୁ ଅଳଙ୍କାର ବ୍ୟବହାର ଠାରୁ ନିଜକୁ ଦୂରେଇ ରଖୁଛି। ନାରୀ ଭାବୁଛି, ସାମ୍ପ୍ରତିକ ନାରୀ ଭାବୁଛି ଏସବୁ ପ୍ରସାଧନ କରିବା ଦ୍ୱାରା ତାର ସୌନ୍ଦର୍ଯ୍ୟ ହ୍ରାସ ପାଉଛି, କିନ୍ତୁ ବାସ୍ତବିକ ତାହା ନଥିଲା। ପ୍ରାଚୀନ ଯୁଗରେ ନାରୀମାନେ ସେମାନଙ୍କର ମସ୍ତକଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗରେ ପ୍ରାୟତଃ ଅଳଙ୍କାର ମାନ ମଣ୍ଡିତ କରୁଥିଲେ। ଓଡ଼ିଆ ଲୋକଗଳ୍ପ ଯଦି ଆମେ ପଢିବା, ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ଲୋକରତ୍ନ କୁଞ୍ଜ ବିହାରୀ ଦାସଙ୍କର, ସେଠି ବିଭିନ୍ନ ପ୍ରକାର ଅଳଙ୍କାର ଗୁଡ଼ିକର ସୂଚନା ମିଳେ। ଯେମିତି ଲଲାଟ ଅଳଙ୍କାର, ନାସା ଅଳଙ୍କାର, କର୍ଣ୍ଣା ଅଳଙ୍କାର, ଗ୍ରୀବାଳଙ୍କାର, ହସ୍ତାଳଙ୍କାର, କଟି ଅଳଙ୍କାର, ପାଦାଳଙ୍କାର ଓ କେଶ ଅଳଙ୍କାର ମଧ୍ୟ ଉଲ୍ଲେଖନୀୟ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଅଳଙ୍କାର ବିଷୟରେ ଆମେ ଆଲୋଚନା କଲେ, ସେଗୁଡ଼ିକ ସାଧାରଣତଃ ସୁନା, ରୂପା, ପିତ୍ତଳରେ ନିର୍ମିତ।
ଏବଂ এই ଅଳଙ୍କାର ଗୁଡ଼ିକ ତିଆରି ପଦାର୍ଥ ଗୁଡ଼ିକ ମଧ୍ୟରେ ହୀରା, ନୀଳା, ମୋତି, ମାଣିକ୍ୟ, ମୁକ୍ତା, ରତ୍ନ ବିଭିନ୍ନ ପ୍ରକାର କଣ୍ଠି ପୋହଳା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଯେତେବେଳେ ହୁଏନସାଂ ଭାରତ ଆସିଥିଲେ ସେ ଦେଖିଥିଲେ ଯେ ଆମର ଜାଭା, ସୁମାତ୍ରା, ବାଲିଦ୍ୱୀପ, ବୋର୍ନିଓ ଏସବୁ ଦ୍ୱୀପ ଗୁଡ଼ିକରେ ଭାର ଭାର ହୀରା, ନୀଳା, ମୋତି, ମାଣିକ ସବୁ ବିକ୍ରି କରାଯାଉଥିଲା। ତେଣୁ ନାରୀମାନେ ସେମାନଙ୍କର ଅଳଙ୍କାରରେ ମୋତି, ମାଣିକ, ମୁକ୍ତା, ରତ୍ନ ଏସବୁ ବିଭିନ୍ନ ପ୍ରକାର ପୋହଳା ସେମାନେ ପରିଧାନ କରୁଥିଲେ। ବର୍ତ୍ତମାନ ନାରୀ ଶରୀରରେ এই 8ଟି ଅବୟବରେ ବ୍ୟବହୃତ ଅଳଙ୍କାର ଗୁଡ଼ିକ ବିଷୟରେ ଆମେ କିଛି କିଛି ସମ୍ୟକ ଭାବରେ ଆମେ ଆଲୋଚନା କରିବା। ଦେଖନ୍ତୁ, ଲଲାଟ ଅଳଙ୍କାର। ନାରୀ କେଶ ପ୍ରସାଧନ କରି ମଥାମଣି ପିନ୍ଧେ। ଏବେ ତ ନାରୀମାନେ ଆଉ ମଥାମଣି ପିନ୍ଧୁନାହାନ୍ତି, କିନ୍ତୁ ମଥାମଣିଟିଏ ପିନ୍ଧୁଥିଲେ। କଣ ନା ଏହା ଠିକ ସୁନ୍ଥାରୁ ଓହଳି ଠିକ ଲଲାଟ ବା କପାଳ ମଝି ଭାଗରେ ଝୁଲୁଥିଲା। ଏହାର ଆକାର କେମିତି ଗୋଲ ଓ ଚେପ୍ଟା। ତେଣୁ ନାରୀର ରୁଚି ଅନୁଯାୟୀ ମଥାମଣି ତିଆରି କରାଯାଉଥିଲା ଏବଂ ମଥାମଣି ଦେହରେ ବିଭିନ୍ନ ପ୍ରକାର ରଙ୍ଗୀନ ପଥର ମଧ୍ୟ ଖଞ୍ଜି ଦିଆଯାଉଥିଲା। ଆଉ ଅର୍ଥାଭାବରୁ ଗରିବ ଶ୍ରେଣୀର ନାରୀମାନେ ମଧ୍ୟ ଏହି ଅଳଙ୍କାର ବ୍ୟବହାର କରିପାରୁନଥିଲେ। ସାଧାରଣତଃ କିଏ କରୁଥିଲା? ରାଜଜେମା ମାନେ, ସାଧବାଣୀ, ଏଭଳି ସମ୍ଭ୍ରାନ୍ତ ଶରୀର ମହିଳାମାନେ ବିଭିନ୍ନ ପ୍ରକାର ମଥାମଣି ବ୍ୟବହାର କରୁଥିଲେ। ତେଣୁ ଏହା ସାଧାରଣତଃ କୌଣସି ପ୍ରକାର ଉତ୍ସବ, କୌଣସି ବିବାହ ଅନୁଷ୍ଠାନ, ପର୍ବପର୍ବାଣୀ ଦିନ ମାନଙ୍କରେ ପିନ୍ଧା ଯାଉଥିବାର ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ এই অলঙ্কারটি প্রায়তঃ বিলুপ্ত। নাসা অলঙ্কার ଦେଖିବା। সমগ্র মুখমণ্ডলটি নাসিকা দ্বারা সুন্দর দেখাଯାଏ। ଓଡ଼ିଆରେ ଗୋଟେ କଥା ଅଛି, ମୁହଁ ଯାକରେ ନାକ ସାର, ନାକ ନଥିଲେ ସବୁ ଅସାର। ନାରୀଟିଏ ନାସିକାରେ ଅଳଙ୍କାର ମଣ୍ଡନ କଲେ ତାହାର ମୁଖର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ, ସେମାନେ ବିଚାର କରିଥାନ୍ତି। ତେଣୁ ସମ୍ବଳ ଅନୁଯାୟୀ ନାରୀମାନେ ନାନାଦି ଅଳଙ୍କାର ନାସିକାରେ ଲଗାଇଥାନ୍ତି। ଓଡ଼ିଶାର ଯେକୌଣସି ପରିବାର ନାରୀ ତା ନାସିକାରେ କୌଣସି ନା କୌଣସି ଅଳଙ୍କାର ଲଗାଇଥିବାର ଆମେ ଦେଖିବାକୁ ପାଇବା। ମୁଖ୍ୟତଃ ଓଡ଼ିଆ ନାରୀମାନଙ୍କ ନାସିକା ଅଳଙ୍କାର ଭିତରେ କ'ଣ କ'ଣ ରହିଛି? ଓଡ଼ିଆ ନାରୀମାନଙ୍କର ନାସିକା ଅଳଙ୍କାର ଭିତରେ ରହିଛି ନଥ, ଗୁଣା, ବସଣି, ଫାସିଆ ଏସବୁ ଅନ୍ତର୍ଭୁକ୍ତ। ଧନୀ ପରିବାରର ନାରୀମାନେ ଗଜମୁକ୍ତା ନଥ, ମୟୂରବସା ଗୁଣା, ହାରା ବସଣି ଏସବୁ ସବୁ ପିନ୍ଧୁଥିଲେ। ମରକତମଣି ଏସବୁ ପିନ୍ଧୁଥିଲେ। ଦଣ୍ଡି ସବୁ ପିନ୍ଧୁଥିଲେ। ଦଣ୍ଡିଟା କାଳକ୍ରମେ ଲୋପ ପାଇଗଲାଣି, କିନ୍ତୁ ବର୍ତ୍ତମାନ କେତେକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ এই ମାରା ଦଣ୍ଡି ସେମାନେ ବ୍ୟବହାର କରନ୍ତି। ମାନେ ନାକର ମଧ୍ୟ ଭାଗ ପୁଳିରେ ଛିଦ୍ର କରି ସେମାନେ ଦଣ୍ଡି ପରିଧାନ କରୁଥିବାର ଦେଖାଯାଇଥାଏ। ଏ ସମସ୍ତ ଅଳଙ୍କାର ସୁନାରେ ତିଆରି। ବିଭିନ୍ନ ରୂପରେ ବିଭିନ୍ନ ରଙ୍ଗରେ ପଥର ସବୁ ବସାଯାଇ ଏଗୁଡ଼ିକୁ ଗଢ଼ା ଯାଇଥାଏ। ତେଣୁ ନାରୀମାନେ ନିଜର ରୁଚି ଅନୁଯାୟୀ ଏସବୁ ବ୍ୟବହାର କରିଥାନ୍ତି। ତେଣୁ ଆମେ ଦେଖିବା ଯେ ବର୍ତ୍ତମାନ ନଥର ବ୍ୟବହାର ଟିକେ ବେଶୀ ବଢିଛି। ନାକର ଗୋଟିଏ ପାଖରେ ନଥ ଲଗାଯାଇଥାଏ, ଏହା ଆକାରରେ ଗୋଲ। এই ନଥର ଉପର ଭାଗରେ ନାନା ପ୍ରକାର କାରୁକାର୍ଯ୍ୟ ମଧ୍ୟ କରାଯାଇଥାଏ। ଗୁଣା ଅପେକ୍ଷା ଏଥିରେ ବେଶୀ ସୁନା ଲାଗିଥାଏ। ଆପଣମାନେ ଦେଖିଥିବେ ସାଧାରଣତଃ ବଙ୍ଗାଳୀ ସମ୍ପ୍ରଦାୟର ମହିଳାମାନେ ବର୍ତ୍ତମାନ ନଥ ବ୍ୟବହାର କରୁଛନ୍ତି, କିନ୍ତୁ ଯୋଉ ନଥ ଦିନେ ଓଡ଼ିଆଣୀର ଅଳଙ୍କାର ଏକ ବିଶେଷ ଅଳଙ୍କାର ଥିଲା, ତାକୁ ଆମେ କହୁଥିଲେ ଗଜମୁକୁତା ନଥ ବୋଲି କହୁଥିଲେ। এই ପ୍ରକାର ନଥରେ ଗୋଲେଇ ଧାରରେ ଛୋଟ ଛୋଟ ମୁକ୍ତା ମାନ ସବୁ ଖଞ୍ଜି ଦିଆଯାଉଥିଲା। ନଥ ଆଉ ଗୁଣା ଭିତରେ ଡିଫରେନ୍ସ ଅଛି। ସାଧାରଣତଃ ଗୁଣା କ'ଣ ନା ଗୁଣା ନାକ ପୁଡ଼ାରେ ସଂଲଗ୍ନ ହୋଇ ଲାଗିକି ରହିଥିବ। କେହି କେହି ନାକର ଦୁଇ ପଟରେ ଦୁଇଟା ଗୁଣା ମଧ୍ୟ ମନ ମୁତାବକ ଲଗେଇ ଦେଇଥାନ୍ତି, ଦେଖିବାକୁ ଛୋଟ ବୋଳା ପଡ଼ା। ଏବେ ଆଦିବାସୀ ମହିଳାମାନେ ସେମାନଙ୍କର ନାକରେ ଦି ସାଇଡରେ ପରଦାର ମଣିମାନେ ଦେଖିବେ ଦିଟା ବୋଳା ସେମାନେ ଲଗାନ୍ତି, ତାକୁ ଆମେ ଗୁଣା ବୋଲି କହୁଛେ। କିନ୍ତୁ ନଥ ଅଲଗା, ଗୁଣା ଅଲଗା। ବସଣି କ'ଣ ଆପଣମାନେ ଦେଖିବେ, ଦକ୍ଷିଣ ଓଡ଼ିଶାରେ ବସଣିକୁ ଦଣ୍ଡି ବୋଲି କହୁଛନ୍ତି। ଏହା ନାକ ଦଣ୍ଡରେ ଝୁଲୁଥାଏ ବୋଲି ଏହାର ନାମ ହଉଛି ଦଣ୍ଡି। ଆମେ ଭାବୁଛେ ଯେ ୟା ନାଁଟା କାହିଁକି ଦଣ୍ଡି ହେଲା। ସାଧାରଣତଃ ପୂର୍ବ କାଳର ନାରୀମାନେ ବହୁଳ ଅଂଶରେ ଏହି ବସଣି ନାକରେ ଲଗାଇଥିବାର ଜଣାଯାଏ। ଉଦାହରଣ ସ୍ୱରୂପ ଓଡ଼ିଶାର ବହୁ ପ୍ରାଚୀନ ମନ୍ଦିର ଗାତ୍ରରେ ଥିବା ନାରୀ ମୂର୍ତ୍ତି ଗୁଡ଼ିକୁ ଯଦି ଆମେ ଟିକିନିଖି ଭାବରେ ନିରୀକ୍ଷଣ କରିବା, ଦେଖିବେ ସେମାନେ ବିଭିନ୍ନ ପ୍ରକାର ବସଣି ବ୍ୟବହାର କରୁଥିବାର ଦେଖିବାକୁ ପାଇବା। ବର୍ତ୍ତମାନ ଯୁଗର ନାରୀମାନେ ନାସିକା ପ୍ରସାଧନ ନିମନ୍ତେ ବସଣିକୁ ଆଦର କରୁନଥିଲେ ସୁଦ୍ଧା ପୂର୍ବ କାଳର ନାରୀମାନେ ନାସା ଅଳଙ୍କାର ରୂପେ ବସଣିକୁ ବହୁତ ଆଦର କରୁଥିଲେ। ଏକଥା ବିଭିନ୍ନ ପ୍ରକାର ଲୋକ ଗଳ୍ପ ମାନଙ୍କରୁ ଜଣାଯାଇଥାଏ, ବିଭିନ୍ନ ପ୍ରକାର ଲୋକ ଗୀତରୁ ମଧ୍ୟ ଜଣାଯାଇଥାଏ। ଓଡ଼ିଆରେ
ଅନେକ ଲୋକ ଗୀତ ମଧ୍ୟ ଆମେ ଶୁଣିବାକୁ ପାଉ। ତେଣୁ এই ବସଣି ବିଭିନ୍ନ ଭାବରେ ତିଆରି ହେଇଥାଏ। ସାଧାରଣତଃ ଆପଣମାନେ ଦେଖିବେ ଗଞ୍ଜାମ ଜିଲ୍ଲାରେ ଦକ୍ଷିଣ ଓଡ଼ିଶାରେ ବସଣି ବ୍ୟବହାର ମାତ୍ରା ଆଜି ମଧ୍ୟ ରହିଛି। ଏହା ଏକ ପ୍ରକାର ବସଣି ମାନେ ଯାହାକି ଖଣ୍ଡିଆ ମାତ୍ର ପିଟା ସୁନାରେ ଚେପ୍ଟା ଆକାରରେ ତିଆରି ହେଇଥାଏ। କେହି କେହି ବସଣିର ମଝି ଭାଗରେ ଛୋଟ ରଙ୍ଗୀନ ପଥରଟିଏ ମଧ୍ୟ ବସାଇ ଦେଇଥାନ୍ତି। ଏହା ବ୍ୟତୀତ ଅନ୍ୟ ପ୍ରକାର ବସଣି ମଧ୍ୟ ଆମେ ଦେଖିବାକୁ ପାଇବା ଯାହାକି ଦୁଇ ଭାଗରେ ବିଭକ୍ତ। ଏହାର ଆକାର ଦେଖିବାକୁ ଲମ୍ବାଳିଆ ଥିବ, ବୁଝିଲେ ନା। ପ୍ରଥମ ଭାଗରେ ପ୍ରଥମ ଅଂଶରେ ଗୋଟେ ରଙ୍ଗ ପଥର ବସାଇ ଦେଇଥିବେ ଏବଂ ଶେଷ ଅଂଶଟି କେବଳ ଛୋଟ ପେଣ୍ଡୁ ପରି ଗୋଲ ହେଇକିରି ଝୁଲୁଥିବ। ଯେମିତି ହୀରା ବସଣି ଗୋଟେ ଥିଲା, ହୀରା ବସଣି। ଏ ପ୍ରକାର ବସଣି ଦେହରେ ହୀରାଖଣ୍ଡ ମାନ ବସା ଯାଉଥିଲା। ମୁଖ୍ୟତଃ ରାଜ ପରିବାରର ସାଧବ ପରିବାରର ନାରୀମାନେ ଏସବୁ ହୀରା ବସଣି ବ୍ୟବହାର କରୁଥିଲେ। ଆପଣ ଦେଖନ୍ତୁ ହାସ୍ୟା, ହାସ୍ୟାକୁ ସାଧାରଣତଃ ନାସିକା ଅଳଙ୍କାର ବା କର୍ଣ୍ଣାଳଙ୍କାର ଉଭୟ ଭାବରେ ନାରୀମାନେ ବ୍ୟବହାର କରିଥାନ୍ତି। ଆପଣମାନେ ଦେଖନ୍ତୁ ଯେତେବେଳେ ନାରୀମାନଙ୍କର କର୍ଣ୍ଣଭେଦ ହୁଏ, ନାରୀମାନଙ୍କ ଯେତେବେଳେ କାନ ଛିଦ୍ର କରାଯାଉଛି, ବ୍ରାହ୍ମଣ ପିଲାମାନେ ଯେତେବେଳେ ବ୍ରତ ହଉଛନ୍ତି, ବ୍ରତ ଭାବେ ସେମାନଙ୍କୁ କର୍ଣ୍ଣଭେଦ ହୁଏ, ତେଣୁ କାନକୁ ଛିଦ୍ର କରି ସେଥିରେ ଫାସିଆ ପିନ୍ଧି ଦଉଥିଲେ। ତେଣୁ ଆଜି ଓଡ଼ିଆ ଘରର ନାରୀ ଯେତେବେଳେ ଯୁକ୍ତମାନ ହୁଏ, ବୟପ୍ରାପ୍ତ ହୁଏ, ସେତେବେଳେ ଫାସିଆକୁ କର୍ଣ୍ଣାଳଙ୍କାର ଭାବରେ ବ୍ୟବହାର କରୁଥିଲେ ଏବଂ ଆଜି ତାକୁ ନାସାଳଙ୍କାର ଭାବରେ ମଧ୍ୟ ଫାସିଆକୁ ବ୍ୟବହାର କରାଯାଉଛି। ପ୍ରଥମେ ଅଳଙ୍କାର ପିନ୍ଧିବା ନିମିତ୍ତ ନାକ କାନ ଇତ୍ୟାଦିକୁ ଫୋଡ଼ି ଦିଆଯାଏ, କଣା କରି ଦିଆଯାଏ ଏବଂ ଏଇ ଫୋଡ଼ା ରନ୍ଧ୍ରରେ ପ୍ରଥମେ ଫାସିଆ ଲଗାଯାଏ। ନା ଗରିବ ଲୋକମାନେ ଯେଉଁମାନଙ୍କର ଫାସିଆ ଲଗେଇବାର ସାମର୍ଥ୍ୟ ନଥାଏ, ସେମାନେ ସେ ଛିଦ୍ରରେ ଗୋଟେ ନିମ୍ବ କାଠ ଖଞ୍ଜି ଦେଇଥାନ୍ତି। ତେଣୁ ଏ ଫାସିଆ ସୁନା, ରୂପା, ତମ୍ବା କିମ୍ବା ସରୁ ସୂତାରେ ମଧ୍ୟ ତିଆରି ହୋଇଥାଏ। ତ ଛୋଟ ଛୋଟ ବାଳିକା ମାନଙ୍କର କାନରେ ନାକରେ ଏଇସବୁ ଫାସିଆ ଲାଗିଥିବାର ଆମେ ଦେଖିବାକୁ ପାଇବା। ଆଜି ମଧ୍ୟ ଓଡ଼ିଆ ଘରର ଛୋଟ ଝିଅଟେ ତାକୁ ଦେଖିବେ, ବାପା ମା ପ୍ରଥମେ କଣ କରନ୍ତି, ତାର କାନକୁ କଣା କରି ସେଥିରେ ଫାସିଆଟିଏ ଲଗାଇ ଦିଅନ୍ତି। ଏବେ ଆମେ ଦେଖିବା କର୍ଣ୍ଣାଳଙ୍କାର। ଶରୀରର ଅନ୍ୟ ଏକ ଅଙ୍ଗ ହେଉଛି କର୍ଣ୍ଣ। କର୍ଣ୍ଣର ଅଳଙ୍କାର ମୁଖମଣ୍ଡଳ ଶୋଭାକୁ ବର୍ଦ୍ଧନ କରିଥାଏ। ତେଣୁ ନାରୀମାନେ ବହୁ ପରିମାଣରେ କର୍ଣ୍ଣାଳଙ୍କାର ମଧ୍ୟ ଲଗାଇଥାନ୍ତି। ଏ ସମସ୍ତ ଅଳଙ୍କାର ମଧ୍ୟରୁ ଆମେ କେତୋଟି ଦେଖିବା ଫିକ୍ସ ଲାଗିଥାଏ, ଆଉ କେତୋଟି ନାରୀର ରୁଚି ଅନୁଯାୟୀ ମଧ୍ୟ ସେ କର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କରାଯାଉଛି, ଅଦଳବଦଳ କରିଦିଆଯାଏ। କାନର ଏକାଧିକ ସ୍ଥାନରେ ବିଭିନ୍ନ ପ୍ରକାର ଅଳଙ୍କାର ମାନ ଲଗାଯାଇଥିବାର ଦେଖିବାକୁ ପାଇବା। କାନର ଅଧିକାଂଶ ସ୍ଥାନରେ ଭିନ୍ନ ଭିନ୍ନ ଅଳଙ୍କାର ଆପଣ ଦେଖିବେ, ତଳେ ଗୋଟେ ପିନ୍ଧିଥିବେ, ମଝିରେ ଗୋଟେ ପିନ୍ଧିଥିବେ, ଲାଷ୍ଟରେ ଗୋଟେ ପିନ୍ଧିଥିବେ। ଯେମିତି ନାହୁଲ, ତାକୁ ନାଗୁଲ ବୋଲି କହନ୍ତି, ଚନ୍ଦ୍ରଝୁମ୍ପି, ନୋଳି, ହୀରା ମଲ୍ଲିକଡ଼ି, ମରକତ ଫୁଲ, ଅଷ୍ଟରତ୍ନ ତାରା, ପୁରୁଷମାନେ କାନରେ କୁଣ୍ଡଳ ପରିଧାନ କରୁଥିଲେ। ନାହୁଲଟା କଣ? ନାହୁଲ ଗଞ୍ଜାମ ଅଞ୍ଚଳର ନାଗୁଲ ନାମରେ ପରିଚିତ। ତାକୁ ନାହୁଲକୁ ନାଗୁଲ ବୋଲି ଗଞ୍ଜାମରେ କହନ୍ତି। ଏହା ସୁନା ତାରରେ ତିଆରି, ସ୍ପ୍ରିଙ୍ଗ ପରି କୁଣ୍ଡଳ ଆକାରରେ ଏହା ତିଆରି ହୋଇଥାଏ। ଏହା ଗୁଡ଼େଇ ହୋଇଥିବା ତାରର ଶେଷାଂଶ ତାର ଦେଖିବେ ସାପର ଫଣା ଆକୃତିର, ସର୍ପ ଫଣା ସଦୃଶ୍ୟ। ଏହାକୁ କର୍ଣ୍ଣର ନିମ୍ନ ଭାଗରେ ଲଗାଯାଇଥାଏ। ଥରେ ଏହା ପିନ୍ଧିବା ପରେ ସାଧାରଣତଃ ବାହାର କରାଯାଇ ନଥାଏ, ମାନେ ଥରେ ଫିକ୍ସ ଏଇଟା ପିନ୍ଧିଲେ ଆଉ କାଢ଼ିବେ ନାହିଁ। ଆଜିକାଲିର ନାରୀମାନେ ଆଉ ନାହୁଲ ଲଗେଇବାକୁ ପସନ୍ଦ କରୁନାହାନ୍ତି। ତଥାପି ଦକ୍ଷିଣ ଓଡ଼ିଶାର ଗାଁ ଗହଳରେ ବାସ କରୁଥିବା ନାରୀମାନଙ୍କ ଠାରେ ଏହାର ବ୍ୟବହାର ଆଜି ପର୍ଯ୍ୟନ୍ତ ରହିଛି। ଚନ୍ଦ୍ରଝୁମ୍ପି, କାନର ଉପର ଓ ତଳ ଅଂଶରେ ଦୁଇ ପ୍ରକାର ଝୁମ୍ପି ଓଡ଼ିଆଣୀ ମାନେ ଲଗାଇଥାନ୍ତି। এই ଝୁମ୍ପି ନାହୁଲି ପରି ଓଜନିଆ ନୁହେଁ, ବିଭିନ୍ନ ପ୍ରକାର ଖୋଦନ କାର୍ଯ୍ୟ ଝୁମ୍ପି ଦେହରେ ହୋଇଥାଏ। ଆପଣ ଦେଖିବେ କଟକର ତାରକସି କାମ, ଯାହା ବର୍ତ୍ତମାନ ବିଶ୍ୱବିଖ୍ୟାତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ, ସେଠି ସୁନ୍ଦର ସୁନ୍ଦର ଝୁମ୍ପି ସବୁ ପ୍ରସ୍ତୁତ କରାଯାଉଛି। ସେଠି ଅନେକ ଖୋଦନ କାମ ଦେଖିବାକୁ ମିଳେ। ଝୁମ୍ପି ଦେଖିବାକୁ କେମିତି? ଝୁମ୍ପି ଦେଖିବାକୁ ଫମ୍ପା ଓ ଅର୍ଦ୍ଧ ଗୋଲାକୃତି ଏବଂ ଏହି ଝୁମ୍ପିର ତଳ ଅଂଶର ଗୋଲେଇ ଚତୁର୍ଦିଗରେ ଛୋଟ ଛୋଟ ସୁନା କିମ୍ବା ପଥରର କଣ୍ଠି ମାନ ସବୁ ଲାଗିଥାଏ। ତେଣୁ ଯେକୌଣସି କାନଫୁଲ ସହିତ ଝୁମ୍ପିକୁ ଲଗାଯାଇଥାଏ। ତେଣୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ନାରୀମାନଙ୍କ ଠାରେ ଝୁମ୍ପିର ଆଦର କମି ନଥିବା ଲକ୍ଷ୍ୟ କରାଯାଏ। ସାମ୍ପ୍ରତିକ ସମୟରେ ମଧ୍ୟ ନାରୀମାନେ ଝୁମ୍ପିକୁ ଭିନ୍ନ ରୂପରେ ନୂତନ ଡିଜାଇନରେ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ସେମିତି ନୋଳି,
ସୁନା, ରୂପା, ପିତ୍ତଳ, ଆଲୁମିନିୟମ ଏସବୁ ଧାତୁରେ ନଳି ତିଆରି ହଉଛି। ଏହା ଦେଖିବାକୁ ଛୋଟ ଗୋଟେ ଗୋଲକ ପରି କାନର ପାର୍ଶ୍ୱଧାରରେ ଅଂଶରେ ଏହା ଲଗାଯାଇଥାଏ। କାନ ଅଳଙ୍କାର ଝୁମ୍ପି ପିନ୍ଧିବେ, କାନର ଟିକେ ଛାଡିକି ତା ଉପରକୁ ପିନ୍ଧନ୍ତି କଣ ନଳି ପିନ୍ଧିଥାନ୍ତି। ନାରୀମାନେ ଗୋଟେ ଗୋଟେ କାନରେ 5-7ଟି ଲେଖାଏଁ ନଳି ଲଗାଇଥିବାର ଦେଖାଯାଏ। ସାଧାରଣତଃ ଆମେ ଦେଖିବା କୋରାପୁଟ ଆଉ ଫୁଲବାଣୀ ଅଞ୍ଚଳର ଆଦିବାସୀ ନାରୀମାନଙ୍କ ଠାରେ ବହୁଳ ଅଂଶରେ ଏହିସବୁ ଦେଖିବାକୁ ପାଇବା। କିନ୍ତୁ ଅତୀତରେ ଓଡ଼ିଆ ଘରର ରହଣୀମାନେ, ଓଡ଼ିଆଣୀମାନେ କାନକୁ ପୂର୍ଣ୍ଣ ସୁଶୋଭିତ କରିବା ପାଇଁ ବିଭିନ୍ନ ପ୍ରକାର ନଳି ସବୁ ବ୍ୟବହାର କରୁଥିଲେ। ତାପରେ ଆସିବା ଆଉ ଗୋଟେ ଅଳଙ୍କାର ହୀରା ମଲ୍ଲକଡି। ଏବଂ ଏହି ଅଳଙ୍କାରଟି ସୁନାରେ ମଲ୍ଲିକର ସଦୃଶ ତିଆରି ହୋଇଥାଏ ଏବଂ କେହି କେହି ନିଜର ରୁଚି ଅନୁଯାୟୀ ଏହି ମଲ୍ଲିକଡିର ଅଗ୍ରଭାଗରେ ହୀରା ଖଣ୍ଡେ ଲଗାଇ ଦେଇଥାନ୍ତି। କାନ ଫୁଲ ପରି ଏହାର ବ୍ୟବହାର କରାଯାଇଥାଏ, ମାନେ ଡେଲି ୟୁଜ୍। କିନ୍ତୁ ଏହା କର୍ଣ୍ଣର ଉପର ଭାଗରେ ଲଗାଯାଇଥାଏ। ଗଞ୍ଜାମ ଅଞ୍ଚଳରେ ଏହି କଲିଟିକୁ ଆମେ ବେଣ୍ଟୁଳା ବୋଲି କହନ୍ତି। ଗଞ୍ଜାମରେ ସେଇ ଯୋଉ ହୀରା ମଲ୍ଲିକଡିକୁ ବେଣ୍ଟୁଳା ବୋଲି କହନ୍ତି। ଓଡ଼ିଆରେ ଗୋଟେ ଢଗ ଅଛି, ଘଇତା ମାରଇ ରାଗେ, ଘଇତା ମାରଇ ରାଗେ, ନାକ ମଲ୍ଲିକଡି ପକେଇ ଦଉଛି ଦିଅର ଭାଉଜ ଆଗେ। ତାପରେ ଦେଖିବା କର୍ଣ୍ଣ ଓ ନାସାରେ ନାରୀମାନେ ଛୋଟ ବଡ ନକ୍ଷତ୍ର ପରି ଅଳଙ୍କାର ସବୁ ଲଗେଇଥାନ୍ତି। ସେପରି ଅଷ୍ଟରତ୍ନରେ ତିଆରି ନକ୍ଷତ୍ର ବା ତାରା ଏସବୁ ବ୍ୟବହାର କରାଯାଉଛି। କୁଣ୍ଡଳ, ମାନେ ଏଇ କୁଣ୍ଡଳଟି ଛୋଟରୁ ବଡ ଉଭୟ ନାରୀ ଓ ପୁରୁଷ କର୍ଣ୍ଣର ନିମ୍ନ ଭାଗରେ ଲଗେଇଥାନ୍ତି। ଆପଣମାନେ ଦେଖୁଥିବେ ଓଡ଼ିଆର ଯୋଉ ପାଲା ଗାୟକ ମାନେ, ଦାସକାଠିଆ ଗାୟକ ମାନେ, ସେମାନଙ୍କର ପରିବେଷଣରେ ସନ୍ତୁଷ୍ଟ ହୋଇ ରାଜା ମହାରାଜା ମାନେ ସେମାନଙ୍କୁ କର୍ଣ୍ଣକୁଣ୍ଡଳ ଉପାଧି ଦଉଥିଲେ, କର୍ଣ୍ଣକୁଣ୍ଡଳ ସବୁ ଦଉଥିଲେ, ଉପହାର ସ୍ୱରୂପ ଦଉଥିଲେ। ଯଦୁମଣିଙ୍କୁ ମଧ୍ୟ 2 ହଳ କର୍ଣ୍ଣକୁଣ୍ଡଳ ମିଳିଥିଲା। ରାଜକବି ମାନଙ୍କୁ ମଧ୍ୟ ସମ୍ମାନ ସ୍ୱରୂପ ସେମାନଙ୍କୁ କୁଣ୍ଡଳ ସବୁ ଉପହାର ଦିଆଯାଉଥିଲା। ନାରୀମାନେ ବଡ ବଡ ଧରଣର କୁଣ୍ଡଳ ବ୍ୟବହାର କରୁଥିବା ଜଣାଯାଏ। ନାରୀମାନଙ୍କର ବ୍ୟବହୃତ ଅନ୍ୟ ଧରଣର କର୍ଣ୍ଣକୁଣ୍ଡଳରେ ଛୋଟ ଝୁମ୍ପିଟିଏ ମଧ୍ୟ ବେଳେ ବେଳେ ଲାଗିଥାଏ, ତାକୁ ରିଙ୍ଗ ଝୁମ୍ପି ବୋଲି କୁହାଯାଏ। ଏହା ବ୍ୟତୀତ ଗଞ୍ଜାମ ଅଞ୍ଚଳର ନାରୀମାନେ କର୍ଣ୍ଣ ଅଳଙ୍କାର ରୂପେ ଝିକା, ପଙ୍ଗୁଲୁ, ଝରାଫୁଲ, ବେଣ୍ଟୁଳା ଏସବୁ ବ୍ୟବହାର କରନ୍ତି। ଏତ ଗଲା କର୍ଣ୍ଣାଳଙ୍କାର। ଆପଣ ଜାଣନ୍ତୁ ଯେ ଗ୍ରୀବାଳଙ୍କାର କଣ, ଏଇଟା ବହୁତ ଆକର୍ଷଣୀୟ। କଣ୍ଠରେ ନାରୀମାନେ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରିଥାନ୍ତି। ନାରୀର ଅନ୍ୟାନ୍ୟ ଅଙ୍ଗ ତୁଳନାରେ ସବୁଠାରୁ ବହୁତ ଅଳଙ୍କାର ତାର କଣ୍ଠରେ ଲାଗିଥାଏ। କଣ୍ଠଭୂଷଣ ନାରୀ ଶରୀରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେଣୁ ଓଡ଼ିଆ ଘର ଝିଅ ବୋହୂ ମାନେ ସେମାନେ ଭାବନ୍ତି ଯେ ଖାଇବାକୁ ସେ ନଥାଉ, କିନ୍ତୁ କାନକୁ ବେକକୁ ଖଣ୍ଡେ ଅଳଙ୍କାର ଥାଉ। ତେଣୁ ସୁନାରେ ନିର୍ମିତ ବିଭିନ୍ନ ପ୍ରକାର କଣ୍ଠାଳଙ୍କାର ମଧ୍ୟରୁ କେତେ ଗୁଡ଼ିକୁ ମୂଲ୍ୟବାନ ପଥର ମଧ୍ୟ ଖଞ୍ଜା ଯାଇଥାଏ। କେତେ ଗୁଡେ କଣ୍ଠକୁ ଲାଗି ରହିଥିବାରୁ ସେଗୁଡ଼ିକ କଣ୍ଠିମାରି ବୋଲି କହୁଛନ୍ତି। ଆଉ କେତେ ଗୁଡ଼ିଏ କଣ୍ଠରୁ ଲମ୍ବିକି ଆସିକି ବକ୍ଷ ପ୍ରଦେଶରେ ଝୁଲୁଥାଏ। ଏହା ଛଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ନାରୀମାନେ ସେମାନେ ଯୋଉ କଣ୍ଠମାଳି ବ୍ୟବହାର କରୁଛନ୍ତି, ସେ ଭିତରୁ ହାର, ମୁକ୍ତାମାଳ, କଣ୍ଠି, ମହୁଡ଼ ମାଳ, ରସୁଣିଆ ମାଳ, ଦଶୁରୀ ମାଳ, ଚାପସରୀ, ସେମିତି ମଣିମାଣିକ୍ୟ ବସା ଚାପସରୀ, ରତ୍ନମାଳି, ହୀରାହାର ଏସବୁ ଅନ୍ତର୍ଭୁକ୍ତ। ହାର ହେଉଛି ନାରୀମାନଙ୍କର କଣ୍ଠଭୂଷଣ। ତେଣୁ ଏହା କଣ୍ଠର ଟିକେ ତଳ ପର୍ଯ୍ୟନ୍ତ ଲମ୍ବି ଥାଏ। ନାରୀଟି ଯେତେବେଳେ ପିନ୍ଧିବ ଅଳଙ୍କାରଟି ଟିକେ ତଳକୁ ସେଟା ଓହଳିକି ରହିଥିବା ଦରକାର। ଏଥିରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ମାନ ମଧ୍ୟ ହୋଇଥାଏ। ପ୍ରତ୍ୟେକ ହାରରେ ବହୁ ମୂଲ୍ୟବାନ ସଂଖ୍ୟାଧିକ ପଥର ମଧ୍ୟ ଖଞ୍ଜା ଯାଇଥିବାର ଦେଖାଯାଇଥାଏ। ହାର ଶେଷରେ ସରୁ ଚେନ୍ ଲଗାଯାଇଥାଏ ଏବଂ କେହି କେହି ଅର୍ଥାଭାବରୁ ଚେନ୍ ନ ଲଗେଇ ସୂତାଟିଏ ମଧ୍ୟ ଯୋଡ଼ି ଦେଇଥାନ୍ତି। ଆଉ ଏକ ପ୍ରକାର ହାର ନାରୀମାନେ ବ୍ୟବହାର କରିଥାନ୍ତି, ଯେଉଁ ହାରର ମଝି ଭାଗରେ ବିଭିନ୍ନ କାରୁକାର୍ଯ୍ୟ ଖଚିତ ଲକେଟ ମଧ୍ୟ ଲାଗିଥାଏ। ତେଣୁ ଗଞ୍ଜାମ ନାରୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନାରୀମାନେ ସୀତାହାର, ଚନ୍ଦ୍ରହାର, ବିଛାହାର, ଗୁଜରାତୀ ହାର, ପଥର ହାର, ମଣିପୁରୀ ହାର ଏସବୁ ବ୍ୟବହାର କରୁଥିଲେ। ଆଦିବାସୀ ମହିଳାମାନେ ମଧ୍ୟ ଏଥିରେ କମ୍ ପଛରେ ପଡ଼ିନାହାନ୍ତି। ଆଦିବାସୀ ମହିଳାମାନଙ୍କୁ ଦେଖନ୍ତୁ, ସେମାନେ ଚାପସରୀ, ନାନୁ, କାର୍ଲା କାଣ୍ଟା, ତାପରେ ଆସିଲା ପନସ କାଣ୍ଟା, ନାଗୁଲ ଏସବୁ ଅଳଙ୍କାର ପିନ୍ଧୁଥିଲେ।
ମୁକ୍ତାମାଳ ମଧ୍ୟ ରହିଛି, ଛୋଟ ଛୋଟ ସୁନା ଖଣ୍ଡ ଦେହରେ ମୁକ୍ତା ଗୁଡ଼ିକ ଖଞ୍ଜା ଯାଇଥାଏ, ଏସବୁ ମୁକ୍ତା ଖଚିତ ସୁନା ଖଣ୍ଡ। ତେଣୁ ନାରୀ ରସୁଣିଆ ମାଳ, ମହୁଡ଼ ମାଳ, ଦୋସରୀ ମାଳ, ଚାପସରୀ, ମାଣିକ ଚାପସରୀ, ରତ୍ନମାଳୀ, ଆପଣ ଦେଖିବେ ଓଡ଼ିଶାର ସଂସ୍କୃତିରେ ଜଗନ୍ନାଥ ଯୋଉ ସବୁ ଅଳଙ୍କାର ଗୁଡ଼ିକ ପରିଧାନ କରୁଛନ୍ତି ସେଥିରେ ଏଇ ସବୁ ଓଡ଼ିଆଣୀର ଅଳଙ୍କାର ସବୁ ଦେଖିବାକୁ ପାଇବା। ତେଣୁ ଓଡ଼ିଆଣୀ ମାନେ ଢଗ ବୋଲନ୍ତି, ଝିଅକୁ ସୁନ୍ଦର ଜୋଇଁ, ଝିଅକୁ ସୁନ୍ଦର ଜୋଇଁ, ଝିଅକୁ ସୁନ୍ଦର ଜୋଇଁ, ତିରିକୁ ସୁନ୍ଦର ଖଡୁ ବାହି, ତିରିକୁ ସୁନ୍ଦର ପିତର ଖଡୁ ବାହି। ତେଣୁ ସମଗ୍ର ହାତଟିର ପ୍ରଥମ ଅଂଶର କଣ୍ଠରୁ ମାନେ କହୁଣୀ ଠାରୁ ବାହୁ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ଅଳଙ୍କାର ସବୁ ପ୍ରୟୋଗ କରୁଛନ୍ତି। ହାତର ବାହୁ ଅଂଶରେ ସେମାନେ ତାଡ଼ ପିନ୍ଧୁଥିଲେ, ବିଧ ପିନ୍ଧୁଥିଲେ, ହାତର ବଳାକଣ୍ଠିରେ ଖଡୁ, ଚୁଡ଼ି, ପିତ୍ତଳ ବାହି, ବାହି ଚୁଡ଼ି, ବାହୁଟି, ଆଙ୍ଗୁଠିରେ ବିଭିନ୍ନ ପ୍ରକାର ଟଙ୍କା ମୁଦି, ବିଭିନ୍ନ ପ୍ରକାର ଛାପା ମୁଦି ଏସବୁ ଲଗାଇଥାନ୍ତି। ଏହା ବ୍ୟତୀତ ବିଭିନ୍ନ ଧାତୁରେ ତିଆରି ହସ୍ତାଳଙ୍କାର ମଧ୍ୟରେ ପିତ୍ତଳ ଖଡୁ, ସୁନା ଖଡୁ, ଚୁଡ଼ି, କାଚ, ରତ୍ନବସା ସୁନା ମୁଡ଼ି, ଚୁଡ଼ି, ସୁବର୍ଣ୍ଣ ବାହି, ରତ୍ନ ମୁଦି, ହୀରାବସା ମୁଦି ଏସବୁ ଅନ୍ୟତମ। ତେଣୁ ଆଜି ମଧ୍ୟ ଓଡ଼ିଆ ଘରର ନାରୀର ସଧବାର ସଂକେତ ସ୍ୱରୂପ ସେମାନେ ବ୍ୟବହାର କରନ୍ତି ଚୁଡ଼ି, କାଚ, ଶଙ୍ଖା, ମାଳି। ଘାଗୁଡ଼ି ମାଳ, ଛୋଟ ଛୋଟ ଶିଶୁ ମାନଙ୍କର ଅଣ୍ଟାରେ ମା ମାନେ ଘାଗୁଡ଼ି ମାଳ ସବୁ ପିନ୍ଧିଥାନ୍ତି, ଏଟା ସୁନା କିମ୍ବା ରୂପାରେ ତିଆରି ହେଇଥିବ। ତେଣୁ ଘାଗୁଡ଼ି ଗୁଡ଼ିକୁ ସୂତାରେ ଗୁନ୍ଥି ପିନ୍ଧି ଦିଆଯାଇଥାଏ, ଯେମିତି ଶ୍ରୀକୃଷ୍ଣଙ୍କୁ ପିନ୍ଧି ଦେଇଥିଲେ, ଘୁଙ୍ଗୁରୁ ଶବ୍ଦ କରେ, ଘୁଙ୍ଗୁର ପରି ସବୁ ଶବ୍ଦ କରେ। ତ ନାରୀ ମାନଙ୍କର ଅନ୍ୟାନ୍ୟ କଟି ଅଳଙ୍କାର ମଧ୍ୟରେ ବିଛାମାଳ, ଅଣ୍ଟା ପାତିଆ ଏସବୁ ପିନ୍ଧନ୍ତି। ପାଦରେ କଣ ପିନ୍ଧୁଥିଲେ ନାରୀମାନେ? ଗୋଡରେ ବହୁବିଧ ଅଳଙ୍କାର ଲଗେଇଥାନ୍ତି। ଆଜିକାଲି ତ ଦେଖିବେ ଝୁଣ୍ଟିଆର ଆଦର ମଧ୍ୟ କମିଗଲାଣି। ସଧବା ନାରୀର ଲକ୍ଷଣ ହେଉଛି ଝୁଣ୍ଟିଆ ପରିଧାନ କରିବା, ଯେମିତି ପାଉଁଜି, ସୁବର୍ଣ୍ଣ ପାଉଁଜି, ବାଜେଣୀ ବଳା, ନୁପୁର, ଝୁଣ୍ଟିଆ, ପାହୁଡ଼, ଗୋଡ଼ ଖଡୁ, ମଲ୍ଲକ ଏସବୁ ସେମାନେ ପରିଧାନ କରୁଥିଲେ, ବାଜେଣୀ ବଳା ଏସବୁ ପରିଧାନ କରୁଥିଲେ। ତେଣୁ ଏସବୁ ତ ଗଲା ନାରୀର ଅଳଙ୍କାର। କିନ୍ତୁ ପ୍ରାଚୀନ ଯୁଗର ନାରୀ ନିଜ ଶରୀରର ଶୋଭାବର୍ଦ୍ଧନ ନିମନ୍ତେ ଆଉ କେତେକ କୌଶଳ ଅବଲମ୍ବନ କରୁଥିଲା। ସେ ଭିତରେ କେଶ ହେଉଛି ଗୋଟିଏ ପ୍ରଥମ ଅଳଙ୍କାର। ଶରୀରର ବିଭିନ୍ନ ଅଂଶ ମଧ୍ୟରେ ନାରୀ ମାନଙ୍କର ଅଳଙ୍କାର ମଣ୍ଡି ହୋଇ ଯେପରି ନିଜ ରୂପର ସୌନ୍ଦର୍ଯ୍ୟ ବଢେଇଥାନ୍ତି, ସେପରି ମୁଣ୍ଡର କେଶ ପ୍ରସାଧନ କରି ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ଅଳଙ୍କାର ଲଗାଇଥାନ୍ତି। ସେସବୁ ଅଳଙ୍କାର ଭିତରେ ନାଗରମୁ, ସେପ୍ତି ଫୁଲ, ମୁଣ୍ଡି ବେଣୀ ଏସବୁ ଅଛି। ଏସବୁ ସତ୍ତ୍ୱେ ଓଡ଼ିଆଣୀ ମାନେ ବେଶଭୂଷା ଅଙ୍ଗସଜ୍ଜାରେ ଖୁବ୍ ନିପୁଣ ଅଟନ୍ତି। ଆମେ ବିଚାର କରିବା ଯେ ଓଡ଼ିଆଣୀର ବେଶଭୂଷା ଭିତରେ, ଓଡ଼ିଆଣୀର ରୂପଚର୍ଯ୍ୟା ଭିତରେ ତାର କେଶ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଗୋଟେ ଲୋକଗୀତ ଅଛି, ଗୋଟିଏ ଲୋକଗୀତ କହୁଛି ଯେ ଚଅଁର ଲାଗି ଭଅଁର ମଲା, ଚଅଁର ଲାଗି ଭଅଁର ମଲା, ଖୋସା ପାରୁ ପାରୁ ଦିଅର ମଲା, ଏ ଗୋଡ଼ ଖସିଲା ସେ ଗୋଡ଼ ଖସିଲା, ଟକା ଦିଅର ମୋ ଗମ୍ଭୀରା ଘରେ ମୁଚୁ ମୁଚୁ ହସିଲା। ତେଣୁ ଭାରତୀୟ ସମାଜରେ ନାରୀମାନେ ନାନା ପ୍ରକାର ବେଶଭୂଷାର ଶରୀରକୁ ସଜାଇଥିବା ପ୍ରାଚୀନ ନାରୀ ମୂର୍ତ୍ତି ମାନଙ୍କୁ ଦେଖିଲେ ସୁଦ୍ଧା ସ୍ପଷ୍ଟ ଜଣାଯାଉଛି ଯେ ଓଡ଼ିଆଣୀ ମାନେ ବିଭିନ୍ନ ଅଳଙ୍କାର ମଣ୍ଡିତ ହେଲେ ମଧ୍ୟ ସେମାନଙ୍କର କେଶକୁ କିଭଳି ଭାବରେ ଯତ୍ନ କରନ୍ତି। ସେମାନଙ୍କର ବେଶଭୂଷା କୌଣସି ପରିମାଣରେ କମ୍ ନୁହେଁ। ଅଳଙ୍କାର ବିହୀନ ନାରୀ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ତା ଶରୀରକୁ ସୁନ୍ଦର ଭାବରେ ସଜାଇ ଅନ୍ୟର ଦୃଷ୍ଟି ଆକର୍ଷଣ କରିପାରେ। ନାରୀ ମାନଙ୍କର ବେଶଭୂଷା, ଅଙ୍ଗ ପ୍ରସାଧନ କିଏ କେଉଁ ଅଞ୍ଚଳର ନାରୀ ତାହା ସହଜରେ ବାରି ହେଇ ପଡିବ। ଆପଣ ମାନେ ଦେଖିବେ ସେଇଟା କୋରାପୁଟ ନାରୀ, ସେଇଟା ଗଞ୍ଜାମର, ସେଇଟା କଟକର, ସେଇଟା ବାଲେଶ୍ୱର, କେମିତି ଜାଣିପାରିବା? ସେମାନଙ୍କ ଭିତରେ ଭିନ୍ନତା ପରିଲକ୍ଷିତ ହେଉଛି ସେମାନଙ୍କର ବେଶଭୂଷାରୁ। ତ ନାରୀ ମାନଙ୍କର ବେଶଭୂଷା, ଅଙ୍ଗ ପ୍ରସାଧନ କିଏ କେଉଁ ଅଞ୍ଚଳ ନାରୀ ତାକୁ ସହଜ ଭାବରେ ବାରି ହେଇଯାଏ। ତେଣୁ ଆଞ୍ଚଳିକ ଭେଦରେ ନାରୀର ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ସାଜସଜ୍ଜାର ତାରତମ୍ୟ ବିଭିନ୍ନ ପ୍ରକାର ଲୋକଗଳ୍ପ, ବିଭିନ୍ନ ପ୍ରକାର ଲୋକ ସାହିତ୍ୟ, ବିଭିନ୍ନ ପ୍ରକାର ଲୋକ ଗୀତରୁ ଦେଖିବାକୁ ମିଳେ। ପ୍ରଥମେ ନାରୀର କେଶ ପ୍ରସାଧନରୁ ଆମେ ଆଲୋଚନା କରିବା। କେଶ ପ୍ରସାଧନ କଣ? ନା ନାରୀ ମାନଙ୍କର କେଶ ପ୍ରତି ଭାରି ଲୋଭ। ଦୀର୍ଘ କେଶବତୀ କନ୍ୟା ପ୍ରତି
ବହୁ ପୁରୁଷ ଆକୃଷ୍ଟ ହୋଇଥାନ୍ତି। ଆପଣମାନେ ଦେଖିବେ ଲାବଣ୍ୟବତୀର ବର୍ଣ୍ଣନାରେ, କୋଟିର ମହାନ ସୁନ୍ଦରୀ ବର୍ଣ୍ଣନାରେ, ରସିକ ହାରାବଳୀ କାବ୍ୟରେ ଉପେନ୍ଦ୍ର ଭଞ୍ଜ ନାରୀର କେଶ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ନାରୀର ମୁଖକୁ ନ ଦେଖି ତାର ଲମ୍ବା କେଶରୁ ନାରୀର ସୌନ୍ଦର୍ଯ୍ୟ ଜଣା ପଡିଥାଏ। ତରଙ୍ଗାୟିତ କେଶବତୀ କନ୍ୟାର ଯୌନ ବୁଭୁକ୍ଷା ମଧ୍ୟ ପ୍ରଖର ଥିବା କଥା ମନସ୍ତତ୍ତ୍ୱବିତ୍ ମାନେ କହନ୍ତି। ମନସ୍ତତ୍ତ୍ୱବିତ୍ ମାନେ ପ୍ରମାଣ କରିଛନ୍ତି ଯେଉଁ ନାରୀ ମାନଙ୍କର କେଶ ମୁକୁଳିତ କେଶବତୀ କନ୍ୟା ସେମାନଙ୍କ ଯୌନ ପିପାସା ବେଶୀ ଥାଏ। ତେଣୁ ନାରୀମାନେ ସାଧାରଣତଃ ଏଇ କେଶରେ ବିଭିନ୍ନ ପ୍ରକାର ବେଣୀ ସବୁ ପକାନ୍ତି। ମୁଣ୍ଡର ପଛ ଭାଗରେ ବେଣୀ ଅଣ୍ଟା ଯାଏ ଲମ୍ବି ଥାଏ। କେହି ବେଣୀକୁ ପଛ ଭାଗରୁ ଟାଣି ଆଣି ବକ୍ଷ ଉପରେ ମଧ୍ୟ ପକାଇ ଦେଇଥାନ୍ତି। ଏକାଥରକେ ଦୁଇଟି ବେଣୀ ମଧ୍ୟ ନାରୀମାନଙ୍କୁ ବାନ୍ଧିଥିବାର ଆମେ ପ୍ରାଚୀନ ନାରୀମାନଙ୍କ ପାଖରେ ଦେଖିବାକୁ ପାଇବା। ଦିଟା ବେଣୀ ସେମାନେ ପକାଉଥିଲେ। ପୁଣି ନିଜର ରୁଚି ଅନୁଯାୟୀ ସେମାନେ ଖୋସା, ଜୁଡା, ଗୋଭା ଏସବୁ ବାନ୍ଧୁଥିଲେ। ଟଭା ଫଳ ଦେଇ ଗୋଭାକୁ ଗୋଲାକାର କରାଯାଉଥିଲା। ଆଦିବାସୀ ମହିଳାମାନେ ଜୁଡା ବାନ୍ଧନ୍ତି ଏବଂ ସେଥିପାଇଁ ଗୋଟେ ଗୀତ ଅଛି, ଖୋସା ତ ଖୋସା ଡାଲିଆ ଖୋସା ଛକୁଡି ପାଇକ କରିବେ ବସା, ଖୋସା ତ ଖୋସା ମନକେ ରସା। ଏସବୁ ଅଛି। ନାରୀମାନେ ଗୋଭା ବାନ୍ଧିଥାନ୍ତି। ଆପଣମାନେ ମନ୍ଦିରର ପ୍ରସ୍ତର ଗାତ୍ରରେ ଯେତେ ସବୁ ନାରୀମାନଙ୍କୁ ଦେଖିବେ ସେମାନେ କେଶବତୀ ନାରୀ ଏବଂ ସେମାନେ ସମସ୍ତେ ଗୋଭା ବାନ୍ଧିଥାନ୍ତି। ଏଥିରୁ ନାରୀମାନଙ୍କର ପ୍ରସାଧନ ପ୍ରତି କେତେ ଆତ୍ମସଚେତନତା ଥିଲା, କେତେ ସୌନ୍ଦର୍ଯ୍ୟ ସଚେତନ ଥିଲା ଏକଥା ସ୍ପଷ୍ଟ। କେଶ ପ୍ରସାଧନ କରିସାରି ଗୋଭା ସଜାଇବା ପାଇଁ ନାରୀମାନେ ବିଭିନ୍ନ ପୁଷ୍ପଗୁଚ୍ଛକୁ ବ୍ୟବହାର କରୁଥିଲେ। ଫୁଲ ସେମାନେ ଖଞ୍ଜି ଦେଉଥିଲେ। ସେ ପୁଷ୍ପ ମଧ୍ୟରେ ଥିଲା ଚମ୍ପା, ଦାସକେରେଣ୍ଡିଆ ଫୁଲ, ଆଜିକାଲି ଦେଖିବେ ଆକାଶିଆ ରଙ୍ଗ, ଧଳା ରଙ୍ଗ, ହଳଦୀ ରଙ୍ଗ, ଦାସକେରେଣ୍ଡା, ଗେଣ୍ଡା, ଅଶୋକ, ନିଆଳି ଇତ୍ୟାଦି ଉଲ୍ଲେଖନୀୟ। ଏହା ବ୍ୟତୀତ ଓଡ଼ିଆ ଘରର ରମଣୀ ମାନେ କେଶ ସଫା କରିବା ନିମିତ୍ତ ଅଁଳା ବାଟି, ଚିଲ୍ଲି ବାଟି ମଥାରେ ଘଷୁଥିଲେ। କେଶ ସଫା କରିସାରି ସେଥିରେ ତେଲ, ବାସନ, ମାଲପା ଏସବୁ ଲଗାଉଥିଲେ। ଅତର ବ୍ୟବହାର କରୁଥିଲେ, ଯାହାଦ୍ୱାରା କି ଶରୀର ବାସ୍ନାଯୁକ୍ତ ହୋଇଥାଏ, ପୁରୁଷମାନଙ୍କୁ ଆକର୍ଷିତ କରିପାରେ। ପୁଣି ସେମାନେ ଶରୀରର ଦେହ, ହାତ, ଗୋଡ଼, ମୁଖରେ ହଳଦୀ ଚନ୍ଦନ ବୋଳି ହେବା ମଧ୍ୟ ଲକ୍ଷ୍ୟ କରାଯାଏ। ଏହା ସାଙ୍ଗେ ସାଙ୍ଗେ ସେମାନେ କୁଙ୍କୁମ, ସିନ୍ଦୁର ବ୍ୟବହାର କରୁଥିବା ମଧ୍ୟ ପରିଲକ୍ଷିତ ହୋଇଥାଏ। ପ୍ରାଚୀନ ଯୁଗର ନାରୀମାନେ ଭଞ୍ଜ ସାହିତ୍ୟରେ ଆପଣମାନେ ଦେଖିବେ, କବି ସୂର୍ଯ୍ୟଙ୍କ ସାହିତ୍ୟରେ ଆପଣ ଦେଖିବେ ଯେ ପ୍ରାଚୀନ ଯୁଗର ନାରୀମାନେ ସ୍ତନରେ କୁଙ୍କୁମ ବୋଳି ହେବା କଥା ମଧ୍ୟ ଉଲ୍ଲେଖ ରହିଛି। ଭାଗବତରେ ମଧ୍ୟ ଏକଥା ଉଲ୍ଲେଖ ଅଛି, ନାରୀମାନେ ସ୍ତନରେ କୁଙ୍କୁମ ଲେପନ କରୁଥିଲେ। ମୁଖ ପ୍ରସାଧନ ମୁଖ ପ୍ରସାଧନରେ ଓଡ଼ିଆଣୀ ମାନେ ବେଶ ଯତ୍ନଶୀଳ ଥିବା ଆମେ ଜାଣିବାକୁ ପାଉ। ଆଖିରେ କଜଳ, କପାଳରେ ସିନ୍ଦୁର ଟୋପା, ଓଷ୍ଠକୁ ନାଲି ରଙ୍ଗରେ ରଞ୍ଜିତ କରି ନାରୀମାନେ ମୁଖମଣ୍ଡଳକୁ ସୁଶୋଭିତ କରୁଥିଲେ। ବର୍ତ୍ତମାନ ନାରୀମାନେ ବିଭିନ୍ନ ପ୍ରକାର କସ୍ମେଟିକ୍ସ ୟୁଜ୍ କରୁଛନ୍ତି, ଲିପଷ୍ଟିକ୍ ୟୁଜ୍ କରୁଛନ୍ତି, କିନ୍ତୁ ପ୍ରାଚୀନ ଯୁଗର ନାରୀ ସେ କଣ କରୁଥିଲା? ମୁଖକୁ ଅଲକ୍ତ ରଞ୍ଜିତ କରୁଥିଲା। ମୁଖକୁ ସୁଶୋଭିତ କରିବା ପାଇଁ ବିଡିଆ ପାନର ବ୍ୟବହାର କରୁଥିଲା। ଓଡ଼ିଆ ନାରୀମାନେ ପାଟିକୁ ସୁଗନ୍ଧ ଯୁକ୍ତ କରିବା ପାଇଁ ବିଡିଆ ପାନର ବ୍ୟବହାର କରୁଥିଲେ। ବିଶେଷ କରି ଓଡ଼ିଆ ପରିବାରର ନାରୀମାନେ ପାନର ବ୍ୟବହାର କରିଥାନ୍ତି। ତେଣୁ ଓଡ଼ିଆଣୀ ବିଭିନ୍ନ ପ୍ରକାର ପାନ ଭାଙ୍ଗେ। ବନ୍ଧୁବାନ୍ଧବ ଅତିଥି ଯଦି ତା ଘରକୁ କେହି ଆସନ୍ତି, ସେ ଭୋଜନ ଉପରାନ୍ତେ ସେମାନଙ୍କୁ ବିଡିଆ ପାନ ଖଣ୍ଡେ ସେମାନଙ୍କୁ ପ୍ରଦାନ କରାଯାଏ। ଏପରିକି ଜଗନ୍ନାଥଙ୍କୁ ମଧ୍ୟ ଭୋଜନ ଉପରାନ୍ତେ ମହାଲକ୍ଷ୍ମୀ ବିଡିଆ ପାନ ଖଣ୍ଡେ ଦେଇଥାନ୍ତି। ଲକ୍ଷ୍ମୀ ମଧ୍ୟ ବିଡିଆ ପାନ ଖାଇଥାନ୍ତି। ତେଣୁ ମୁଖ୍ୟତଃ ପାନର ବ୍ୟବହାର ଭାରତର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶାରେ ଅତ୍ୟଧିକ ଅଟେ। ନାରୀ ଶରୀରର ସବୁଠାରୁ ଆକର୍ଷଣୀୟ ଅଙ୍ଗ ହେଉଛି ତାର ମୁଖମଣ୍ଡଳ। ମୁଖର ସମଗ୍ର ଶରୀରକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାଏ। ନାରୀ ତାର ମୁଖ ପ୍ରସାଧନ କରି ଅନ୍ୟକୁ ଆକର୍ଷିତ କରିଥାଏ। ନାରୀର ସୁନ୍ଦର ମୁଖ ଦର୍ଶନରେ କେତେ ଯେ ବୀର ପୁଙ୍ଗବ, ବୀର ଶ୍ରେଷ୍ଠ ରାଜପୁତ୍ର ମାନେ ଆତ୍ମାହୁତି ଦେଇଛନ୍ତି ତାର ହିସାବ ନାହିଁ। ଓଡ଼ିଆ ନାରୀର ମୁଖଭୂଷଣ ମଧ୍ୟରେ ରହିଛି ସିନ୍ଦୁର ଟୋପା ରହିଛି, କୁଙ୍କୁମ ରହିଛି। ବିବାହିତା ଓଡ଼ିଆଣୀ ମାନେ ସୁନ୍ଥାରେ ସିନ୍ଦୁର ଲଗାଇବାର ବିଧି ଉତ୍କଳୀୟ ସମାଜରେ ପ୍ରଚଳିତ। ଏହାଦ୍ୱାରା ସେ ମୁଖକୁ ସଜାଇବା ପାଇଁ ସିନ୍ଦୁର ଲଗାଏ ତାହା ନୁହେଁ, ଏହା ହେଉଛି ଓଡ଼ିଆଣୀର ବିବାହ ସଂକେତ। ମୁଖଭୂଷଣ ପାଇଁ କପାଳର ମଧ୍ୟଭାଗରେ ସିନ୍ଦୁର ଟୋପା ଲଗାଯାଇଥାଏ। ବର୍ତ୍ତମାନ ସେହି ସିନ୍ଦୁର ଟୋପା ବିଲୁପ୍ତ ପାୟ ଏବଂ ସେ ସିନ୍ଦୁର ସ୍ଥାନରେ ଟିକିଲି ଶୋଭା ପାଉଛି। ବର୍ତ୍ତମାନ ନାରୀମାନେ ମଥାରେ ସିନ୍ଦୁର ଟୋପା ଲଗାଇ ମୁଖ ପ୍ରସାଧନ ଯେପରି ଭାବରେ କରିଥାନ୍ତି, ପ୍ରକୃତରେ ସିନ୍ଦୁର ଟୋପାର ବ୍ୟବହାର ମୁଖ ପ୍ରସାଧନ ନିମନ୍ତେ ହୋଇନଥିବା ଜଣାଯାଏ। ଆଜି ଯେମିତି ଲଗାଉଛନ୍ତି, ଏହାକୁ ବିଜୟର ଟୀକା ସଦୃଶ ସ୍ତ୍ରୀ ପୁରୁଷ ଉଭୟ ବ୍ୟବହାର କରୁଥିଲେ। ନାରୀମାନେ ଏହି ଟୀକା ଲଗାଇବା ଦ୍ୱାରା ସେମାନେ ଅନ୍ୟମାନଙ୍କ ନିକଟରେ ନିଜକୁ ବିବାହିତା ବୋଲି ପରିଚୟ ଦେଇପାରୁଥିଲେ।
କାଳରେ ଉତ୍କଳୀୟ ନାରୀମାନେ କୁଙ୍କୁମ ପ୍ରତି ବେଶୀ ଆଗ୍ରହୀ ଥିବା ଜଣାଯାଏ। କୁଙ୍କୁମ କେବଳ କପାଳର ମଧ୍ୟ ଭାଗରେ ଟିପା ସଦୃଶ୍ୟ ବ୍ୟବହାର କରାଯାଏ ତାହା ନୁହେଁ, ଏହା ଶରୀରରେ ମଧ୍ୟ ଲେପନ କରାଯାଏ। ତେଣୁ ଏହାର ବ୍ୟବହାର ଏହା ବଳି ହେବା ଦ୍ୱାରା ଶରୀର ଥଣ୍ଡା ରହେ ବୋଲି ଏହାର ଉଲ୍ଲେଖ ରହିଛି। କେହି କେହି ହଳଦୀ ସହିତ କୁଙ୍କୁମକୁ ବାଟି ଦେହରେ ବୋଳି ଦେଇଥାନ୍ତି। କଜ୍ୱଳ, ଚକ୍ଷୁର ତଳପଟରେ ନାରୀମାନେ କଜ୍ୱଳ, ଆଜି ମଧ୍ୟ କହୁଛନ୍ତି ସରସ୍ୱତୀଙ୍କ ଦେବୀ ସରସ୍ୱତୀଙ୍କର ବନ୍ଦନା ମଧ୍ୟ କାଳିଦାସ କରିଛନ୍ତି, କଜ୍ୱଳ ପୂରିତ ଲୋଚନ ଭାଲେ ବୋଲି। ଭଞ୍ଜ ସାହିତ୍ୟରେ ମଧ୍ୟ ନାରୀମାନଙ୍କର କଜ୍ୱଳ ବର୍ଣ୍ଣନା କରାଯାଇଛି। ଚକ୍ଷୁ ତଳପଟରେ ନାରୀମାନେ କଜ୍ୱଳ କଳା ଲଗେଇଥାନ୍ତି। କଜ୍ୱଳ ନାରୀ ମୁଖର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରୁଥିଲେ ହେଁ ଲୋକ ବିଶ୍ୱାସରେ କଜ୍ୱଳ ଲଗାଇବାର ବିଭିନ୍ନ କାରଣ ରହିଛି। ଓଡ଼ିଆ ନାରୀ ବିଶ୍ୱାସ କରେ ଯେ ତାର ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ପ୍ରତି ଅନ୍ୟ କାହାର ନଜର ନ ଲାଗୁ, ଦୃଷ୍ଟି ପଡ଼ିଲେ ସ୍ୱାସ୍ଥ୍ୟ ଭଗ୍ନ ହେବ, ସୌନ୍ଦର୍ଯ୍ୟ ହାନି ଘଟିଥାଏ। ତେଣୁ ସେ ଭୟରେ କଜ୍ୱଳ ଲଗାଇ ଦେଇଥାଏ। ଆଜିକାଲି ଦେଖିବେ ପିଲାମାନଙ୍କୁ ମଧ୍ୟ ଗାଲରେ ଗୋଟେ କଜ୍ୱଳ ଟୋପାଟେ ଲଗେଇ ଦିଆଥାଏ। ତେଣୁ ଓଡ଼ିଆ ଘରର ମା ସେମାନଙ୍କ ସନ୍ତାନ ସନ୍ତତିର ମୁଖରେ ମଧ୍ୟ କଜ୍ୱଳ ଗାର ଟାଣି ଦିଅନ୍ତି। କିନ୍ତୁ ଆଜି ନାରୀ ମନରେ ସେ ଲୋକ ବିଶ୍ୱାସ ଆଉ ପଶା ବାନ୍ଧି ନାହିଁ। ଏହା କ୍ରମଶଃ ମୁଖ ପ୍ରସାଧନରେ ପରିଣତ ହେଲାଣି। ଆଜି ଡାକ୍ତରମାନଙ୍କୁ ଯାଉଛନ୍ତି, ଡାକ୍ତରମାନେ କହୁଛନ୍ତି ଯେ କଜ୍ୱଳ ଲଗାଇବା ଦ୍ୱାରା ନଷ୍ଟ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ କଜ୍ୱଳକୁ ଆଉ ମୁଖ ପ୍ରସାଧନ ଭାବରେ ଗ୍ରହଣ କରାଯାଉ ନାହିଁ। ହଳଦୀ, ଓଡ଼ିଆର ମଣିର ସ୍ନାନ ପୂର୍ବରୁ ଶରୀରରେ ହଳଦୀ ବୋଳୁଥିଲେ। ସ୍ୱାସ୍ଥ୍ୟ ପ୍ରତି ହଳଦୀର ବହୁ ଉପକାର ରହିଥିବା କଥା କାହାରିକୁ ଅବଧିତ ନୁହେଁ। ବିଭିନ୍ନ ପ୍ରକାର ପୂଜା ପର୍ବାଣୀରେ ଓଡ଼ିଆ ଘରର ମଣିମାନେ ହଳଦୀ ବଟା ଲଗେଇ ସ୍ନାନ କରୁଥିଲେ। ମାଣବସା ଗୁରୁବାର ହଉ ପୂଜାରେ ପ୍ରତ୍ୟେକ ଓଡ଼ିଆ ନଈ ତୁଠ କିମ୍ବା ବନ୍ଧ ତୁଠରେ ହଳଦୀ ଲଗାଇ ସ୍ନାନ କରୁଥିବା ଦେଖାଯାଏ। ତେଣୁ ହଳଦୀର ରଙ୍ଗ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେଣୁ ଆଜିକାଲିର ଆଧୁନିକ ନାରୀମାନେ ହଳଦୀ ଲଗାଇବା ଠାରୁ କ୍ରମଶଃ ଦୂରେଇ ଗଲେଣି। ତଥାପି ଗ୍ରାମ୍ୟ ନାରୀମାନେ ହଳଦୀ କାଠୁଆରେ ହଳଦୀ ରଖି ତାର ବିଧିବଦ୍ଧ ବ୍ୟବହାର କରୁଥିବାର ଆମେ ଦେଖିବାକୁ ପାଇବା। ସେ ଯାହା ବି ହଉ, ନାରୀମାନଙ୍କର ଅଙ୍ଗ ପ୍ରସାରଣ ଭିତରେ ଗୋଟିଏ କଥା ମୁଁ କହିବି, ଛୋଟ କଥାଟିଏ, ଯେ ଚିତା କୁଟଉଥିଲେ। ଆଦିବାସୀ ମାନେ ତାକୁ ବାନା ଗୋଦିନୀ ବୋଲି କହନ୍ତି। ଚିତା କୁଟୁଥିଲେ ବିଭିନ୍ନ ପ୍ରକାର ଜଙ୍ଘରେ, ହାତରେ, ଗୌରବର୍ଣ୍ଣ ଶରୀରରେ ସେମାନେ ସବୁ ଚିତା କୁଟଉଥିଲେ। କୁଟେଇ ଚିତା ବୋଲି ତାହା କୁହାଯାଏ। ସେମାନଙ୍କ ବିଶ୍ୱାସ ଯେ ଯଦି ମୃତ୍ୟୁ ପରେ ଯମ ତାକୁ ପଚାରେ କଣ ଆଣିଛୁ, ତେବେ ସେହି ଚିତାକୁ ସେମାନେ ଦେଖେଇଦେବେ। ତ ସୁନ୍ଦରୀ ନାରୀ ତାର ଶରୀର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଓଠର ଉପରି ଭାଗରେ ଭ୍ରମରୀ ଅଙ୍କନ କରୁଥିଲା, ଜଙ୍ଘରେ ପିଢା ଅଙ୍କନ କରୁଥିଲା, ହାତରେ ପିଢା ଅଙ୍କନ କରୁଥିଲା, ମୟୂର ଅଙ୍କନ କରୁଥିଲା। ଏଇସବୁ ସୁନ୍ଦର ପ୍ରକାର ଭ୍ରମର, ମୟୂର, ପିଢା ଏସବୁ ଚିତ୍ର ଗୁଡିକ ନାରୀମାନେ ସେମାନଙ୍କର ଅଙ୍ଗରେ କୁଟଉଥିଲେ, ଯାହାକୁ ଚିତା କୁଟା ବୋଲି କୁହାଯାଉଥିଲା। ଏବଂ ଆଦିବାସୀ ସମ୍ପ୍ରଦାୟରେ ମଧ୍ୟ ଏକଥା ଆଜି ପର୍ଯ୍ୟନ୍ତ ରହିଛି, ଯାହାକୁ ବାନା ଗଦିନୀ ବୋଲି କୁହାଯାଉଛି। ଏବଂ ଆଜି ମଧ୍ୟ ଆଦିବାସୀ ମାନେ କହୁଛନ୍ତି ଯେ କାଲା ଗାଗଡେ ବାନା ଗୋଟି 100 ଟଙ୍କିଆ, ଗୋରା ଗାଗଡେ ବାନା ଗୋଟି ନାଇ କୌଆ। ମାନେ କଳା ଦେହରେ ବାନା ଗୋଟେ ଗୋଦେଇ ଦେଲେ, ମାନେ ଚିତାଟେ କାଟିଦେଲେ ତାର 100 ଟଙ୍କା ମୂଲ୍ୟ। କିନ୍ତୁ ଗୋରା ଦେହରେ ଯେତେବେଳେ ବାନାଟେ କୋଟେଇ ଦେବେ, ଚିତାଟେ କୋଟେଇ ଦେବେ, ଦେଖିବେ 100 ଗୁଣ ତାର ରୂପ ସୌନ୍ଦର୍ଯ୍ୟ ବଢିଯିବ। ତେଣୁ ପ୍ରାଚୀନ ଯୁଗର ନାରୀମାନେ ସେମାନଙ୍କ ଶରୀରରୁ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଏସବୁ ଉପାୟ ଅବଲମ୍ବନ କରୁଥିଲେ। ତେଣୁ ନାରୀର ଅଙ୍ଗ ପ୍ରସାଧନ ରୂପସଜ୍ଜା ମୂଳରେ କଣ ରହିଛି? ନିଜକୁ ପୁରୁଷ ଦୃଷ୍ଟିରେ ଆକର୍ଷଣ କରିବାର ପ୍ରଚ୍ଛନ୍ନ ମନୋବୃତ୍ତି ହିଁ ନିହିତ ରହିଛି। ମଣିଷର ଜୈବିକ ପ୍ରବୃତ୍ତି ଅତ୍ୟନ୍ତ ପ୍ରବଳ ଏବଂ ଏହି ପ୍ରବୃତ୍ତିର ଚରିତାର୍ଥ କରିବା ପାଇଁ ତାର ପ୍ରୟାସ ମଧ୍ୟ କମ୍ ନୁହେଁ। ଯୌବନରେ ଜୀବନର ଅଙ୍ଗ ପ୍ରତ୍ୟଙ୍ଗ ଏକ ସ୍ୱାଭାବିକ ସୌନ୍ଦର୍ଯ୍ୟରେ ଉଦ୍ଭାସିତ ହୋଇ ଉଠେ। କୁହାଯାଉଛି ଯୌବନ ମର୍କଟି ରମ୍ଭା, ଯୌବନ ସମୟରେ ମର୍କଟି ମଧ୍ୟ ରମ୍ଭା ଦେଖାଯାଏ। କିନ୍ତୁ ଏହି ସ୍ୱାଭାବିକ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମନୁଷ୍ୟ ଆଦିମ କାଳରୁ ଚେଷ୍ଟା କରିଆସୁଛି। ଓଡ଼ିଆ ଘରର ନାରୀ ଏହାର ବ୍ୟତିକ୍ରମ ନୁହେଁ। ଓଡ଼ିଆ ଘରର ନାରୀ ଆଜି ମଧ୍ୟ ତାର ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରିବା ପାଇଁ, ପ୍ରଲୋଭିତ କରିବା ପାଇଁ ଏଇଭଳି ଅଭିନବ ଉପାୟ ସବୁ ଅବଲମ୍ବନ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ ସାର୍। ବହୁତ ସୁନ୍ଦର ଭାବରେ ଆଜିର ଯୋଉ ଆଲୋଚନା ଥିଲା ଓଡ଼ିଆଣୀର ରୂପଚର୍ଚ୍ଚା, ଏ ବିଷୟରେ ଆମର ଯିଏ ବକ୍ତା ଥିଲେ ଡକ୍ଟର ଶେଷାନନ୍ଦ ସାର୍ ବହୁତ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ଯଦି କାହାର କିଛି ପ୍ରଶ୍ନ ରହିଛି ମନରେ ତାହେଲେ ଆପଣମାନେ ପଚାରି ପାରିବେ। ନାଇଁ ତ ମୁଁ ଅନୁରୋଧ କରିବି ଆମ ସଭାପତି ମହୋଦୟଙ୍କୁ, ସେ ଆଜିର ଯୋଉ ଆଲୋଚନା ଚକ୍ର ଥିଲା ତା ଉପରେ ସମାପ୍ତି ଟିପ୍ପଣୀ କିଛି ପ୍ରକାଶ କରିବେ। ଧନ୍ୟବାଦ। ଅତି ଉଚ୍ଚ କୋଟିର ଏବଂ ତଥ୍ୟ ଭିତ୍ତିକ ଆଲୋଚନା। ନାରୀଟିଏ
ତାର ରୂପ ସୌନ୍ଦର୍ଯ୍ୟକୁ ପ୍ରକାଶ କରିବା ପାଇଁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କିଭଳି ଭାବେ ସଜାଇଥାଏ, ଆମର ଆବାହମାନ କାଳରୁ ଅଦ୍ୟାବଧି ଡକ୍ଟର ଶେଷାନନ୍ଦ ମିଶ୍ର ସାର୍ ନିଜର ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କଲେ। ବିଭିନ୍ନ ପ୍ରକାରର ଶବ୍ଦ ହୁଏତ ଆଜି ଲୋପ ପାଇଗଲାଣି। ଯେଉଁ ଯେଉଁ ଶବ୍ଦ ଗୁଡ଼ିକ ସାର୍ କହିଲେ ଯେ ତାର ଗ୍ରୀବା, କର୍ଣ୍ଣ, ନାସା କିଭଳି ଭାବେ ନାରୀଟିଏ ସଜାଇଥାଏ, ବିଶେଷ କରି ଗୁରୁତ୍ୱ ଆମର ଓଡ଼ିଆ ନାରୀ ମାନଙ୍କୁ ଏବଂ ଆଦିବାସୀ ରମଣୀ ମାନଙ୍କୁ ଗୁରୁତ୍ୱ ଦେଇ ଯୋଉ ଆଲୋଚନା କଲେ, କିଛି ଶବ୍ଦ ଜିନିଷ ତ ଲୋପ ପାଇଗଲାଣି, କିଛି ଶବ୍ଦ ମଧ୍ୟ ଆମ ଶବ୍ଦ କୋଷରୁ ଧୀରେ ଧୀରେ ଲୋପ ପାଇଗଲାଣି। ଏଇଭଳି ଆଲୋଚନାରେ ପୁଣି ସେଇ ଶବ୍ଦ ଗୁଡ଼ିକ ପୁନର୍ଜୀବିତ ହୋଇ ଉଠିଛି। ନାରୀଟିଏ କିଭଳି ତାର ରୂପକୁ ବହୁ ଗୁଣିତ ଏବଂ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଙ୍କୁ ବିଭିନ୍ନ ଅଳଙ୍କାର ଦ୍ଵାରା ସଜେଇଥାଏ, ସେ ସମ୍ପର୍କରେ ଅତି ସୁନ୍ଦର ଏବଂ ବିସ୍ତୃତ ଆଲୋଚନା କରିଛନ୍ତି। ହୁଏତ ବର୍ତ୍ତମାନ ଆଧୁନିକ ଯୁଗରେ ସେ ନାରୀଟିଏ ତାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସଜଉଛି, କିନ୍ତୁ ପୂର୍ବରୁ ଥିବା ଅଳଙ୍କାର ଏବଂ ସାଜସଜ୍ଜା ସରଞ୍ଜାମ ରୂପାନ୍ତରଣ ହୋଇଛି, ନୂତନ ରୂପ ନେଇଛି। ସିନ୍ଦୁର ଜାଗାରେ ଟିକିଲି ଏବଂ ବିଭିନ୍ନ କୁଙ୍କୁମ ଜାଗାରେ ଲିପଷ୍ଟିକ, ହୁଏତ ଏଗୁଡିକର କିଛି ରାସାୟନିକ ପ୍ରଭାବ ମଧ୍ୟ ରହୁଛି। କିନ୍ତୁ ପୁରା କାଳରେ, ପୁରାତନ ସମୟରେ ଯେଉଁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ବିଭିନ୍ନ ରଙ୍ଗ, କୁଙ୍କୁମ, ଅନ୍ୟାନ୍ୟ ଜିନିଷ ନାରୀଟିଏ ତାର ରୂପ ସଜ୍ଜା ପାଇଁ ବ୍ୟବହାର କରୁଥିଲା, ତାର କିଛି ରାସାୟନିକ ପ୍ରତିକ୍ରିୟା ଚର୍ମ ଉପରେ ବା ଅଙ୍ଗ ପ୍ରତ୍ୟଙ୍ଗ ଉପରେ ନଥିଲା। କିନ୍ତୁ ବର୍ତ୍ତମାନ ବିଜ୍ଞାନ ଯୁଗରେ ଏସବୁ ଧୀରେ ଧୀରେ ରୂପାନ୍ତରଣ ହୋଇ ରାସାୟନିକ ପଦାର୍ଥର ବ୍ୟବହାର ଦ୍ଵାରା କେତେକ କ୍ଷେତ୍ରରେ ଦେଖାଯାଉଛି ରାସାୟନିକ ପ୍ରତିକ୍ରିୟା ମଧ୍ୟ ହଉଛି। ତେଣୁ ଏଇଭଳି ଆଲୋଚନା ନିଶ୍ଚୟ ଆମର ସମାଜକୁ, ବିଶେଷ କରି ଓଡ଼ିଶାର ଯୁବତୀ ନାରୀ ମାନଙ୍କ ପାଇଁ ନିହାତି ଆବଶ୍ୟକ। ଏବଂ ଏସବୁ ସ୍କୁଲ କଲେଜରେ ନିଶ୍ଚୟ ସବୁ ଆଲୋଚନା ନିହାତି ଦରକାର। କାରଣ ଆମର ସଂସ୍କୃତି ଓ ପରମ୍ପରାକୁ ସମସ୍ତଙ୍କ ସହିତ ପରିଚିତ କରିବା ପାଇଁ। ଅତି ଉଚ୍ଚ କୋଟିର ତଥ୍ୟ ଭିତ୍ତିକ ଆଲୋଚନା ଡକ୍ଟର ଶେଷାନନ୍ଦ ସାର୍ କରିଥିବାରୁ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଓ ଧନ୍ୟବାଦ। ଧନ୍ୟବାଦ ସାର୍। ତେବେ ଆଜିର ଏଇ ଯୋଉ ପାଠଚକ୍ର ଅତି ସୁନ୍ଦର ଭାବରେ ଆଜିର ଆଲୋଚନାଟି ପରିସମାପ୍ତି ଘଟିବାକୁ ଯାଉଛି ଏବଂ ଆମେ ଆଶା କରିବା ଆଜିର ଏଇ ଆଲୋଚନାରୁ ଅନେକ କିଛି ନୂତନତ୍ୱ ଆମେ ନିଶ୍ଚିନ୍ତ ଗ୍ରହଣ କରିବା ଏବଂ ଆଜିର ଏଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଇ ଆଲୋଚନା ଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଆଜିର କାର୍ଯ୍ୟକ୍ରମର ଯିଏ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ମହୋଦୟ ଏବଂ ଆଜିର ଯିଏ ବକ୍ତା ଥିଲେ, ଆଲୋଚକ ଥିଲେ ଡକ୍ଟର ଶେଷାନନ୍ଦ ମିଶ୍ର ମହୋଦୟ ଏବଂ ଆମ ସହିତ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡକ୍ଟର ପ୍ରଦୀପ କୁମାର ମିଶ୍ର ମହୋଦୟ, ଶଙ୍କର ସାର୍ ଏବଂ ସମସ୍ତ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦକୁ ଭଲ ପାଉଥିବା ବ୍ୟକ୍ତିବିଶେଷ, ସାହିତ୍ୟର ସାରସ୍ୱତ ଜଗତର ସମସ୍ତ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ସମସ୍ତଙ୍କୁ ଆଜିର ଏଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଇ ଆଭାସୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କ ଅନୁଷ୍ଠାନ ତରଫରୁ ପୁନର୍ବାର ହାର୍ଦ୍ଦିକ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଉଛି। ମୁଁ ଏବେ ଅନୁରୋଧ କରିବି ସଭାପତି ମହୋଦୟଙ୍କୁ ସେ ଶାନ୍ତି ପାଠ ସହିତ ଆଜିର କାର୍ଯ୍ୟକ୍ରମକୁ ପରିସମାପ୍ତି ଘୋଷଣା କରିବେ। ଓಂ ସ୍ୱସ୍ତି ପ୍ରଜାଭ୍ୟଃ ପରିପାଳୟନ୍ତାମ୍ ନ୍ୟାୟେଣ ମାର୍ଗେଣ ମହିଂ ମହିଷାଃ ଗୋବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟମ୍ ଲୋକାଃ ସମସ୍ତାଃ ସୁଖିନୋ ଭବन्तୁ କାଲେ ବର୍ଷନ୍ତୁ ପର୍ଜନଃ ପୃଥିବୀ ଶସ୍ୟଶାଲିନୀ ଦେଶୋऽୟଂ କ୍ଷୋଭରହିତः ବ୍ରାହ୍ମଣାः ସନ୍ତୁ ନିର୍ଭୟାः ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ಯೋର୍ମାଂ ଅମୃତଙ୍ଗମୟ ଓಂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ଓಂ ଦ୍ୟୌ ଶାନ୍ତିଃ ଅନ୍ତରିକ୍ଷଂ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ଔଷଧୟः ଶାନ୍ତିଃ वनस्पतयो शान्तिः विश्वे देवाः शान्तिः ब्रह्म शान्तिः सर्वं शान्तिः शान्तिरेव शान्तिः
समं शान्तिरेधि। ओम शांति शांति शांति। ଆଜିର 40ତମ ଇ ପାଠ ଚକ୍ରର ଏଠି ପରିସମାପ୍ତି। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କାର୍ଯ୍ୟକ୍ରମ ପରିସମାପ୍ତ କରିବା, ବିଦାୟ ନେବା। ସେ ପଳେଇଲେ ତ ସମସ୍ତେ, କଣ କରିବା? ଦେବେନ୍ଦ୍ର ବାବୁ ଜୟଗୁରୁ, ପ୍ରଦୀପ ଜୟଗୁରୁ, ମଞ୍ଜୁଶ୍ରୀ ମା ଜୟଗୁରୁ। ଆଜ୍ଞା ନମସ୍କାର, ପ୍ରଣାମ ସମସ୍ତଙ୍କୁ। ପ୍ରଣାମ ପ୍ରଣାମ। ପ୍ରଣାମ ଶଙ୍କର୍ଷଣ ସାର୍। ଆଜ୍ଞା। ଆଉ ଦେବେନ୍ଦ୍ର ବିଜୟ ସାର୍ ଅଛନ୍ତି, ପ୍ରଫୁଲ୍ଲ ଭାଇ ଅଛନ୍ତି, ପ୍ରଫୁଲ୍ଲ ଭାଇ ତ ଅଛନ୍ତି, କେହି ନାହାନ୍ତି ଭାଇ ଆଉ। ପ୍ରଫୁଲ୍ଲ ଭାଇ ବି ନାହାନ୍ତି। ନାହିଁ ପରା, ସେ ପଳେଇଲେ, ସମସ୍ତେ କିଛି ଆଲୋଚନା କଲେନି। ଆଚ୍ଛା 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 ଆଚ୍ଛା। ଆଉ ମୁଁ ଜର୍ଣ୍ଣିରେ ଅଛି, ଏଇ ତ ଆଉ। ଓହୋ। ହଁ ଅବଶ୍ୟ ଶୁଣିବାର ଗୋଟେ ସୁଯୋଗ ମିଳିଲା। ହ୍ୟାଲୋ। ହ୍ୟାଲୋ, ଆଜ୍ଞା। ହଁ ସାର୍ କିଛି କୁହନ୍ତୁ। ଆଉ କଣ ସାର୍ କହିବା, ଆସୁ ତ କହିଲେ ସାଙ୍ଗଠିକ ଏଇଟା ଆଲୋଚନା କରିଥାନ୍ତେ, ଗଲେ ସାଙ୍ଗଠିକ ଆଲୋଚନା ସାର୍, କଣ କହିବା? ହଁ ଆଗକୁ ଯୋଉ କାର୍ଯ୍ୟକ୍ରମ ଅଛି ତାଙ୍କର କରିଛି ନ କରିଛନ୍ତି। ହଁ ଆମର ଉଦ୍ବୋଧନୀ ଟା ହେଇଗଲା 28ରେ। ଆଚ୍ଛା, 28 ହେଇଯାଇଛି। ତାରିଖରେ ଉଦ୍ବୋଧନୀ ହେଇଯାଇଛି, ଆଉ କାର୍ଯ୍ୟକ୍ରମ ଠିକ ଠାକ ଚାଲିଛି। ହଁ, ହଉ ଠିକ ଅଛି। ହଉ, ଆଜ୍ଞା ଆଜ୍ଞା ଆଜ୍ଞା। ହଉ। ରହୁଛି ତାହେଲେ, ନମସ୍କାର, ପ୍ରଣାମ। ନମସ୍କାର ନମସ୍କାର। ପ୍ରଣାମ ପ୍ରଣାମ।